ଆଦି ପୁସ୍ତକ 39 ପର୍ବ 1 ପଦରୁ ଲାଷ୍ଟ ପଦ ପର୍ଯ୍ୟନ୍ତ। ଯୋସେଫ ମିଶ୍ର ଦେଶକୁ ଅଣାଯାଆନ୍ତେ ଫାରୋଙ୍କର ଜଣେ ଭୃତ୍ୟୁ ଅର୍ଥାତ୍ ମିଶ୍ରୀୟ ପଟିଫର ନାମକ ରକ୍ଷକ ସେନାପତି ତାଙ୍କର ଆନୟନକାରୀ ଇସମାଏଲୀୟମାନଙ୍କ ଠାରୁ ଯୋସେଫଙ୍କୁ କିଣିଥିଲା। ମାତ୍ର ସଦାପ୍ରଭୁ ଯୋସେଫଙ୍କର ସହବର୍ତ୍ତୀ ଥିଲେ, ଏଣୁ ସେ ଭାଗ୍ୟବାନ ହେଲେ, ଆଉ ସେ ଆପଣା ମିଶ୍ରୀୟ କର୍ତ୍ତାର ଗୃହରେ ବାସ କଲେ। ଏଥିରେ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ଅଛନ୍ତି ଓ ସେ ଯେ କାର୍ଯ୍ୟ କଲେ, ସଦାପ୍ରଭୁ ତାଙ୍କ ହାତରେ ସେ ସମସ୍ତ ସିଦ୍ଧ କରୁଅଛନ୍ତି, ଏହା ତାହାଙ୍କର କର୍ତ୍ତା ଦେଖିଲା। ଏଣୁ ଯୋସେଫ ତାହାର ଦୃଷ୍ଟିରେ ଅନୁଗ୍ରହ ପାଇ ତାହାର ସେବାରେ ନିଯୁକ୍ତ ହେଲେ। ପୁଣି ସେ ଯୋସେଫଙ୍କୁ ଆପଣାର ଗୃହାଧ୍ୟକ୍ଷ କରି ତାଙ୍କର ହସ୍ତରେ ସର୍ବସ୍ୱ ସମର୍ପଣ କଲା। ଏହି ପ୍ରକାରେ ସେ ଯୋସେଫଙ୍କୁ ଆପଣା ଗୃହ ଓ ସର୍ବସ୍ୱର ଅଧ୍ୟକ୍ଷ କରିବା ଦିନଠାରୁ ସଦାପ୍ରଭୁ ଯୋସେଫଙ୍କ ଲାଗି ସେହି ମିଶ୍ର ଲୋକର ଗୃହ ଉପରେ ଆଶୀର୍ବାଦ କଲେ। ପୁଣି ଗୃହ ଓ କ୍ଷେତ୍ରସ୍ଥିତ ସମସ୍ତ ସମ୍ପଦ ପ୍ରତି ସଦାପ୍ରଭୁଙ୍କର ଆଶୀର୍ବାଦ ବର୍ତ୍ତିଲା। ଏହେତୁ ସେ ଯୋସେଫଙ୍କ ହସ୍ତରେ ଆପଣା ସର୍ବସ୍ୱର ଏରୂପ ଭାର ଦେଲା ଯେ ଆପଣା ଭୋଜନ ବିନୁ ଆଉ କୌଣସି ବିଷୟରେ ତତ୍ତ୍ୱ ନେଲା ନାହିଁ। ଯୋସେଫ ରୂପରେ ଓ ସୌନ୍ଦର୍ଯ୍ୟରେ ମନୋହର ଥିଲେ। ଆଉ ଉକ୍ତ ଘଟଣା ଉତ୍ତାରେ ତାଙ୍କର ପ୍ରଭୁର ଭାର୍ଯ୍ୟା ଯୋସେଫଙ୍କ ହସ୍ତରେ ଉପରେ ଦୃଷ୍ଟି ପକାଇବାକୁ ଲାଗିଲା। ତହୁଁ ତାକୁ କହିଲା, ତୁମ୍ଭେ ମୋ ସଙ୍ଗେ ଶୟନ କର। ମାତ୍ର ଯୋସେଫ ଅସ୍ୱୀକାର କରି ଆପଣା ପ୍ରଭୁର ଭାର୍ଯ୍ୟାକୁ କହିଲେ, ଦେଖ, ଏ ଗୃହରେ ମୋ ଜିମା ଯାହା ଅଛି, ମୋ ପ୍ରଭୁ ତହିଁର ତତ୍ତ୍ୱ ନିଅନ୍ତି ନାହିଁ। ସେ ମୋ ହସ୍ତରେ ଆପଣାର ସର୍ବସ୍ୱ ସମର୍ପଣ କରିଅଛନ୍ତି। ଏହି ଗୃହରେ ମୋ ଠାରୁ ବଡ଼ କେହି ନାହିଁ। ତୁମ୍ଭେ ତାଙ୍କର ଭାର୍ଯ୍ୟା, ଏ ନିମନ୍ତେ କେବଳ ତୁମ୍ଭ ଛଡ଼ା ମୋ ପ୍ରତି ଆଉ କିଛି ମନା ନାହିଁ। ଏହେତୁ ମୁଁ କି ରୂପେ ଏଡ଼େ ବଡ଼ ଦୁଷ୍ଟତା ଓ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିପାରେ? ତଥାପି ସେ ସ୍ତ୍ରୀ ଦିନକୁ ଦିନ ଯୋସେଫଙ୍କୁ ଏପରି କହେ, ମାତ୍ର ଯୋସେଫ ତାହା ସଙ୍ଗେ ଶୟନ କରିବାକୁ କିମ୍ବା ତାହା ନିକଟରେ ରହିବାକୁ ସହମତ ହୁଅନ୍ତି ନାହିଁ। ଅନନ୍ତର ଦିନକରେ ଯୋସେଫ ନିଜ କାର୍ଯ୍ୟ ନିମନ୍ତେ ଗୃହ ଭିତରକୁ ଗଲେ। ପୁଣି ଗୃହର ଦାସ ମଧ୍ୟରୁ କେହି ସେଠାରେ ନଥିଲା। ତେଣୁ ସେ ଯୋସେଫଙ୍କର ବସ୍ତ୍ର ଧରି ମୋ ସଙ୍ଗେ ଶୟନ କର ବୋଲି ଟଣାଟଣି କଲା। ମାତ୍ର ଯୋସେଫ ତାହା ହସ୍ତରେ ଆପଣା ବସ୍ତ୍ର ଛାଡ଼ି ବାହାରକୁ ପଳାଇଗଲେ। ଯେତେବେଳେ ସେ ସ୍ତ୍ରୀ ଯୋସେଫଙ୍କୁ ତାହା ହସ୍ତରେ ଆପଣା ବସ୍ତ୍ର ଛାଡ଼ି ବାହାରକୁ ପଳାଇ ଯିବାର ଦେଖିଲା, ସେତେବେଳେ ସେ ନିଜ ଗୃହର ଲୋକମାନଙ୍କୁ ଡାକି କହିଲା, ଦେଖ, ସେ ଆମ୍ଭମାନଙ୍କ ସଙ୍ଗରେ ପରିହାସ କରିବା ନିମନ୍ତେ ଜଣେ ଏବ୍ରିୟକୁ ଆଣିଅଛନ୍ତି। ସେ ମୋ ସଙ୍ଗେ ଶୟନ କରିବା ପାଇଁ ଭିତରକୁ ମୋ କତିକି ଆସିଥିଲା। ତହିଁରେ ମୁଁ ବଡ଼ ପାଟି କରି ଡାକ ପକାଇଲି। ମୋହର ବଡ଼ ପାଟି କରି ଡାକିବାର ଶୁଣି ସେ ଆପଣା ବସ୍ତ୍ର ମୋ ନିକଟରେ ପକାଇ ଦେଇ ବାହାରକୁ ପଳାଇଗଲା। ପୁଣି ସେ ସ୍ତ୍ରୀ ତାହାର କର୍ତ୍ତାର ଗୃହାଗମନ ପର୍ଯ୍ୟନ୍ତ ସେହି ବସ୍ତ୍ର ଆପଣା ନିକଟରେ ରଖିଲା। ଅନନ୍ତର ସେ ଆପଣା ସ୍ୱାମୀକି ସେହି କଥା ଅନୁସାରେ କହିଲା, ତୁମେ ଯେଉଁ ଏବ୍ରିୟ ଦାସକୁ ଆମ୍ଭମାନଙ୍କ ପାଖକୁ ଆଣିଅଛ, ସେ ମୋ ସଙ୍ଗେ ପରିହାସ କରିବା ନିମନ୍ତେ ମୋ କତିକି ଆସିଥିଲା। ପୁଣି ମୁଁ ବଡ଼ ପାଟି କରି ଡାକ ପକାଇବାରୁ ସେ ମୋ ନିକଟରେ ଏହି ବସ୍ତ୍ର ପକାଇ ଦେଇ ବାହାରକୁ ପଳାଇଗଲା। ସେତେବେଳେ ତୁମ୍ଭର ଦାସ ମୋ ପ୍ରତି ଏ ପ୍ରକାର ବ୍ୟବହାର କରିଅଛି। ଆପଣା ଭାର୍ଯ୍ୟାର ମୁଖରୁ ଏକଥା ଶୁଣି ଯୋସେଫଙ୍କର ପ୍ରଭୁ କ୍ରୋଧରେ ପ୍ରଜ୍ୱଳିତ ହେଲା। ଆଉ ଯୋସେଫଙ୍କର ପ୍ରଭୁ ତାଙ୍କୁ ନେଇ ରାଜବନ୍ଦୀ ମାନଙ୍କ ବାସସ୍ଥାନ କାରାଗାରରେ ରଖିଲା। ତହୁଁ ଯୋସେଫ ସେହି କାରାଗାରରେ ରହିଲେ। ମାତ୍ର ସଦାପ୍ରଭୁ ଯୋସେଫଙ୍କର ସହବର୍ତ୍ତୀ ଥିଲେ। ପୁଣି ତାଙ୍କ ପ୍ରତି କୃପା ପ୍ରକାଶ କରି କାରାରକ୍ଷକର ଦୃଷ୍ଟିରେ ତାଙ୍କୁ ଅନୁଗ୍ରହ ପାତ୍ର କଲେ। ତହିଁରେ ସେହି କାରାରକ୍ଷକ ବନ୍ଦୀଶାଳାସ୍ଥିତ ସମସ୍ତ ବନ୍ଦୀ ଲୋକଙ୍କ ଭାର ଯୋସେଫଙ୍କ ହସ୍ତରେ ସମର୍ପଣ କଲା। ପୁଣି ସେମାନେ ଯାହା କଲେ ସେହି ସକଳର କର୍ତ୍ତା ସେ ହେଲେ। କାରାରକ୍ଷକ ଯୋସେଫଙ୍କର ହସ୍ତଗତ କୌଣସି ବିଷୟରେ ଦୃଷ୍ଟିପାତ କଲା ନାହିଁ, କାରଣ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ଥିଲେ। ପୁଣି ସେ ଯାହା କଲେ, ସଦାପ୍ରଭୁ ତାହା ସିଦ୍ଧ କଲେ। ହୁଁ। ଗତକାଲି ଆମେ କୃତଗଡ଼ ଯାଇଥିଲୁ। ଆଉ ସେଠି CNN ଚର୍ଚ୍ଚର ସେକ୍ରେଟାରୀ ପାଷ୍ଟର ସେମାନେ ଆମକୁ ସୁଯୋଗ ଦେଇଥିଲେ ବାକ୍ୟ ପ୍ରଚାର କରିବା ପାଇଁ। କିନ୍ତୁ କାଲି ବର୍ଷା ବି ହଉଥିଲା। ଆଉ ତାଙ୍କର ଚର୍ଚ୍ଚରେ ଗୋଟେ ଲୋକ ହଠାତ୍ ମରିଗଲାରୁ ପରିସ୍ଥିତି ସେମିତି ହେଲା। କିନ୍ତୁ କାରଣ ପ୍ରୋଗ୍ରାମ ଫିକ୍ସ ହେଇଥିଲା ଆଗରୁ, ସେଥିପାଇଁ ସେଠି ଆମେ ସୁଷମାଚାର ପ୍ରଚାର କରିବା ପାଇଁ ଅନୁଗ୍ରହ ପାଇପାରିଲୁ। ତ ବେଶୀ ସୁନ୍ଦର ଭାବରେ ଲୋକମାନେ ବାକ୍ୟ ଶୁଣିଲେ। ତ ସେମାନେ ହିଁ ବାକ୍ୟ ଶୁଣିଲା ପରେ କହିଲେ, ଆଉ ଥରେ ଆମେ ଆରେଞ୍ଜ କରିବୁ, ଆଉ ସବୁ ଲୋକକୁ ଜମା କରିବୁ, ଆଉ ଆମେ ଆଉ ଥରେ ବାକ୍ୟ ଶୁଣିବୁ। ତ ୟୁଥ ମାନେ ବି ଥିଲେ। ଆଉ
ସେକ୍ରେଟାରୀ ଆଉ ତୁମୁଡି ବନ୍ଧର ଗୋଟେ ଜାଗତିକ ପାଷ୍ଟର ବି ଆସିଥିଲେ, ଆଉ ସେ ବି ବାକ୍ୟ ଶୁଣିଲେ। ଆଉ ମୁଁ ବେଶୀ ଧନ୍ୟବାଦ ଦେଲି, କାରଣ ଏତିକି ପରିସ୍ଥିତିରେ ମୋତେ ପ୍ରଭୁ ଆମକୁ ସୁଯୋଗ ଦେଲେ ସେ ଜାଗାରେ ସୁଷମାଚାରକୁ ପ୍ରଚାର କରିବା ପାଇଁ। ତ ଏଇ ଦିନଙ୍କରେ କ୍ରମାଗତ ଭାବରେ ପରମେଶ୍ୱରଙ୍କର ଦାସ ଆମକୁ ନୂଆ ଭାବରେ କାମ କରିବା ପାଇଁ, ଆଉ ଅନେକ ନୂଆ ନୂଆ ଜାଗାରେ ମଣ୍ଡଳୀ ସ୍ଥାପନ କରିବା ପାଇଁ, ଯୋଜନା କରିବା ପାଇଁ ଈଶ୍ୱରଙ୍କ ଦାସ ଆମକୁ ପଢିକି ନଉଛନ୍ତି। ତ କିଛି ଦିନ ପୂର୍ବରୁ ଅ, ଆମେ ଭଞ୍ଜନଗର ବିଷୟରେ କଥା ହଉଥିଲୁ। ତ ଭଞ୍ଜନଗରରେ ମଧ୍ୟ ଆମଙ୍କର ମଣ୍ଡଳୀ ଷ୍ଟାର୍ଟ ହେବା ଆବଶ୍ୟକ ଅଟେ। ତେଣୁକରି এই ସମୟରେ ପିସ୍ ପ୍ଲାଣ୍ଟର ପରେ ସରିଲା ପରେ ଆମଙ୍କର ଭଞ୍ଜନଗରକୁ ମଧ୍ୟ ଫୋକସ କରିକି ପ୍ରଚାର ପ୍ରଚାର କରିବା ପାଇଁ ମଧ୍ୟ ସେପଟେ ଆମେ ଆରମ୍ଭ କଲେ। ବେଶୀ ସୁନ୍ଦର ଭାବରେ ଲୋକମାନେ ପୂର୍ଣ୍ଣ ବାକ୍ୟକୁ ଶୁଣିବେ। ତ ଆମେ ଯୁଆଡେ ବି ଯାଉଛୁ, ତ ଯଦି ଆମ ପାଖରେ ଈଶ୍ୱରଙ୍କର ବାକ୍ୟ ଅଛି, ପରମେଶ୍ୱର ଅଛନ୍ତି ଆମ ସହିତ, ତାହେଲେ ନିଶ୍ଚିତ ଭାବରେ ପ୍ରଭୁ ଆମକୁ ପଢେଇକି ଦେବେ। ତ ଅଧିକାଂଶ ସମୟରେ ଆମେ ଭାବୁଛୁ ସବୁ ପ୍ରକାର ପରିସ୍ଥିତିକୁ ଦେଖିକି ଯଦି ଠିକ ଅଛି ତାହେଲେ ଆମେ ପ୍ରିଚିଂ କରିବା, ନହେଲେ ଆମେ କୁଆଡେ ଯାଇକି ଆମେ ଠିକ କରିପାରିବା, କିନ୍ତୁ ତାହା ନୁହେଁ। ତ ଯେକୌଣସି ପରିସ୍ଥିତିରେ ଥିଲେ ବି ପ୍ରଭୁ ଯଦି ଆମକୁ ପଢେଇକି ନଉଛନ୍ତି, ତାହେଲେ ଆମେ ସିଓରଲି ଆମ ପ୍ରଭୁଙ୍କ କାର୍ଯ୍ୟକୁ ଦେଖିପାରିବା। ତ ବାଇବଲକୁ ଯେତେବେଳେ ଆମେ ଷ୍ଟଡି କରୁଛୁ, ଏଇ ଜଣଙ୍କର ମୁଁ ଯେତେବେଳେ ପ୍ରଭୁଙ୍କ ବାକ୍ୟକୁ ମଧ୍ୟ ଅ, ପଢିକି ଆମେ ପ୍ରେଜେଣ୍ଟେସନ ଲେଖୁଛୁ, ତ ଏଇଟା ଗୋଟେ ଅଂଶରେ ଦେଖୁଛୁ ମୁଁ ବେଶୀ ଗୋଟେ ଅନୁଗ୍ରହର ସମୟ ଏଇଟା, ଯେ ଆମେ ବାଇବଲକୁ ପଢିବା ପାଇଁ ଚର୍ଚ୍ଚ ଆମକୁ ଇନଷ୍ଟ୍ରକ୍ସନ କରୁଛି। ତ ଆମେ ଗୋଟେ ଲୋକ ନହଉ ଯେ କି ନିଜ ଅନୁସାରେ ଆମେ ବାଇବଲକୁ ଧ୍ୟାନ କରିପାରିବା, ପଢିପାରିବା। କିନ୍ତୁ ଯଦି ଆପଣମାନେ ଅ ଏବେ ବର୍ତ୍ତମାନ ଆମର ଯୁବତୀଗିରି ମ୍ୟାରିଡ୍ ଭାଇ ମାନେ ଆଉ ପଢିବାନି, ବାଇବଲ ପଢିବାଟା ଆରମ୍ଭ କରୁଛନ୍ତି, ତ ସିଷ୍ଟମାଟିକାଲି ଆପଣମାନେ ଆଦି ପୁସ୍ତକରୁ ଲାଷ୍ଟ ପର୍ଯ୍ୟନ୍ତ ଟାର୍ଗେଟ କରି ଗୋଟେ 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 ଚାପ୍ଟରକୁ ନେଇକି ଆପଣ କମ୍ପ୍ଲିଟ କରନ୍ତୁ ପଢିବା ପାଇଁ। ତାପରେ ଯଦି ସମ୍ଭବ ହୁଏ ତାହେଲେ ଆପଣମାନେ ପ୍ରେଜେଣ୍ଟେସନ ମଧ୍ୟ ଲେଖନ୍ତୁ। ତାହା କଲେ ମଧ୍ୟ ଅଧିକ ଅଧିକ ଆହୁରି ଲାଭ ଆତ୍ମା ପାଇଁ ବା ବେଶୀ ଅନୁଗ୍ରହ ପାଇପାରିବେ। ତ ଯେତେବେଳେ ଆମେ ବାଇବଲକୁ ଷ୍ଟଡି କରୁଛୁ, ତ ସେଇ ସମୟରେ ପରମେଶ୍ୱରଙ୍କର ହୃଦୟକୁ ନେଇକି ଆମମାନେ ଚିନ୍ତା ମଧ୍ୟ କରିବା ପାଇଁ, ଅ ତାପରେ ଈଶ୍ୱରଙ୍କ ହୃଦୟକୁ ଗ୍ରହଣ କରିକି ମୁଭ କରିବା ପାଇଁ, ତ ଅନେକ ବିଷୟ ଗୁଡାକ ପରମେଶ୍ୱର ଆମମାନଙ୍କୁ ନିଶ୍ଚିତ ଭାବରେ ଅନୁଗ୍ରହ ଦେବେ, ଯୋଉ ଦ୍ଵାରା କି ଆମମାନଙ୍କର ଆତ୍ମିକ ଜୀବନ ମଧ୍ୟ ବହୁତ ଶକ୍ତିଯୁକ୍ତ ଭାବରେ ଆମେ ଆଗକୁ ବଢିପାରିବା। ତ ସମସ୍ୟା ତ ସମସ୍ତଙ୍କର ଅଛି, ଅନେକ ଗୁଡେ ପରିସ୍ଥିତିରେ ଆମେ ଗତି କରୁଛୁ, କିନ୍ତୁ ମୁଁ ମଧ୍ୟ ଯେତେବେଳେ ପ୍ରଭୁଙ୍କ ଦାସ ମାନଙ୍କ ଠାରୁ ମହିଳାଙ୍କର ବାକ୍ୟକୁ ଶୁଣୁଛି, ମୁଁ ବେଶୀ ଧନ୍ୟବାଦ ଅଟେ ଗୋଟେ ବିଷୟ ପାଇଁ, ଯେ ଯେକୌଣସି ପରିସ୍ଥିତିରେ ମଧ୍ୟ ଯଦି ପରମେଶ୍ୱର ମୋ ସହିତ ଛିଡା ହେଇଛନ୍ତି, ବା ଯଦି ପରମେଶ୍ୱର ମୋ ସହିତ ଅଛନ୍ତି, ତାହେଲେ କିଛି ଅସୁବିଧା ନାହିଁ। ଆଉ ଯଦି ମୋ ପାଖରେ ମଣ୍ଡଳୀ ଅଛି, ମୋ ପାଖରେ ପ୍ରଭୁ ଦାସ ଅଛନ୍ତି, ଆଉ ଯଦିଓ ଏ ବାକ୍ୟ ଆମେ ଅନେକ ଥର ପଢିଛୁ, ଆଉ ପ୍ରଚାର ବି କରୁଛୁ, ଆଉ ଶୁଣିଛୁ, ଯୋଉ ଘରର ପୁନାଦି ଯଦି ପଥର ଉପରେ ତିଆରି, ତାହେଲେ ଅନେକ ଝଡ଼ ବାତ୍ୟା ବର୍ଷା ପବନ ହେଲେ ମଧ୍ୟ ସେ ଘରକୁ ଧକ୍କା ମାରିଲେ ମଧ୍ୟ ସେ ଘରର କିଛି ମଧ୍ୟ ଅସୁବିଧା ହବ ନାହିଁ, ସେ ଘର ପୋଡିବ ନାହିଁ। ତ ବାଇବଲରେ ଆମେ ଦୁଇ ପ୍ରକାର ଲୋକମାନଙ୍କୁ ଦେଖିପାରୁଛୁ। ଗୋଟେ ପ୍ରକାର ଲୋକମାନେ ଯୋଉମାନେ କି ବାଲିର ପୁନାଦି ସଦୃଶ ନିଜର ଅ ଶରୀର ଠାରୁ ବିଷ ବାହାରିବା ଦ୍ଵାରା ତାହାକୁ ବିଶ୍ୱାସ କରିକି ସେମାନେ ଜୀବନ ଯାପନ ବିତେଇଥାନ୍ତି। ଗତକାଲି ମଧ୍ୟ ଆମମାନେ ଯାକୁବ ଆଉ ଅବ୍ରାହମଙ୍କର ଆତ୍ମିକ ଜୀବନ ବିଷୟରେ ଯେତେବେଳେ ଆମେ ଶୁଣିଲୁ, ତ ଯୋଉ ସମୟରେ ଯାହା କରିବା ଆବଶ୍ୟକ ଥିଲା, ଯଦି ଆମେ ସେ ବିଷୟକୁ ଯଦି ଆମେ ଗଭୀରରେ ଚିନ୍ତା କରିବା, ତାହେଲେ ଯେ ପ୍ରଭୁ ଆମକୁ ବହୁତ ସର୍ଟ ଟାଇମ, ବହୁତ କମ ସମୟ ଦେଇଛନ୍ତି, ଦିନେ କମ ସମୟରେ ଆମମାନେ ଅଧିକ ମୂଲ୍ୟବାନ ବିଷୟକୁ ଯଦି ଆମମାନେ ନେଇକି ବଞ୍ଚିବା, ତାହେଲେ ପରମେଶ୍ୱର ଆମମାନଙ୍କୁ ସେଇ ବିଷୟକୁ ଦେବେ, ଯୋଉ ବିଷୟ କି ଆମମାନେ ଆମ ଅନୁସାରେ କେବେ ମଧ୍ୟ ପାଇବା ଅସମ୍ଭବ ଅଟେ। ତ
ମୁଁ ଯେତେବେଳେ ଆଜି ମଧ୍ୟ ଆଦି ପୁସ୍ତକ 39 ପର୍ବକୁ ଷ୍ଟଡି କରୁଥିଲି, ତ ଏଇ ଜାଗାରେ ମଧ୍ୟ ଯଦି ଆମେ ଦେଖିବା ତାହେଲେ ଯୋସେଫଙ୍କ ବିଷୟରେ, ତ ମୁଁ ଯେତେବେଳେ ଯୋସେଫ ବିଷୟରେ କଣ୍ଟିନ୍ୟୁ ଚିନ୍ତା କରୁଛି ଆଉ ପଢୁଛି, ମୁଁ ବହୁତ ଆଶ୍ଚର୍ଯ୍ୟ ହଉଛି ଯେ ରିଏଲି ପରମେଶ୍ୱର କୋଉ କୋଉ ମାଧ୍ୟମରେ ଆଉ କୋଉ ସ୍ଥିତିରେ ଲୋକମାନଙ୍କର ଜୀବନରେ କାମ କରୁଛନ୍ତି। ତ ଆମର ହୃଦୟରେ ଯେତେବେଳେ ଆମର ଈଶ୍ୱରଙ୍କ ଠାରୁ ପ୍ରାପ୍ତ ହୃଦୟ ଈଶ୍ୱରଙ୍କ ଠାରୁ ଆସୁଥିବାର ଯଦି ପ୍ରବାହିତ ବିଷୟ ହୃଦୟକୁ ନେଇକି ଯଦି ଆମେ ବଞ୍ଚୁଛୁ, ତାହା ହେଲେ ହିଁ ଆମଙ୍କର ଜୀବନ ଯାପନ କଲା ସମୟରେ ମାନେ କଷ୍ଟରେ ଥିଲେ ମଧ୍ୟ ପରିସ୍ଥିତିରେ ଥିଲେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ହଉଛି ଆମମାନଙ୍କ ହୃଦୟରେ ମାନେ ଶାନ୍ତିରେ ବଞ୍ଚି ପାରିବୁ। ତ ଯେତେବେଳେ ଆମେ ଆମର ଦୃଷ୍ଟିକୋଣରେ ଦେଖୁଥିବା ବିଷୟକୁ ଯଦି ଆମେ ଅଧିକ ଗୁରୁତ୍ୱପୂର୍ଣ୍ଣ ଦେବା, କି ଆମମାନଙ୍କର ମାପଦଣ୍ଡକୁ ଯଦି ଆମେ ଅଧିକ ଗୁରୁତ୍ୱପୂର୍ଣ୍ଣ ଦଉଛୁ, ତାହେଲେ ସେଇ ସମୟଠାରୁ ହିଁ ପ୍ରତ୍ୟେକ ବିଷୟ ଗୁଡାକ ସମସ୍ୟାରେ ପରିଣତ ହଉଛି। ତ ଏଇ ଜାଗାରେ ଯୋସେଫକୁ ଯେଉଁ ସାର ପରମେଶ୍ୱର ସ୍ୱପ୍ନ ଦେଲେ, ଯେ ସେ ସ୍ୱପ୍ନ ଅନୁସାରେ ଯେତେବେଳେ ସେ ପଢେଇକି ନିଆଯାଉଛି, ତ କଣ ପ୍ରକୃତରେ ସ୍ୱପ୍ନ ଭିତରେ ଯୋସେଫ କୋଉ ପ୍ରକାର ସ୍ଥିତିରେ ଆଗକୁ ଆଗକୁ ସେ ବଞ୍ଚିବାକୁ ଯାଉଛି, ଆଗକୁ ସେ ପରିସ୍ଥିତିକୁ ସାମ୍ନା କରିବାକୁ ସେ କୌଣସି ବିଷୟ ଜାଣିନାହାନ୍ତି। କିନ୍ତୁ ପରମେଶ୍ୱର ଯେଉଁ ସମୟରେ ସ୍ୱପ୍ନ ଦେଲେ ଆଉ ସେ ଗୋଟେ ବିଷୟକୁ ବ୍ୟାଖ୍ୟା କରୁଛନ୍ତି ଯେ ତାର ଭାଇମାନେ ତାର ବାପା ବି ଶୁଣିଲେ ଆଉ ତାର ଭାଇମାନେ ବହୁତ ରାଗିଗଲେ। ତୁ କଣ ସ୍ୱପ୍ନ କହୁଛୁ? ତୋର ସ୍ୱପ୍ନରେ ଆମେ ଜାଣୁଛୁ ଯେ ତୁ କିଏ ଯେ ଆମେ ତ ମୁଣ୍ଡିଆ ମାରିବୁ। ତ ସ୍ୱପ୍ନ ହିଁ ଭାଇମାନଙ୍କୁ ବେଶୀ ବିରକ୍ତ କଲା, ପ୍ରଥମରୁ ଇରିଟେଡ ହେଇଗଲେ ସେ। ତ ଯୋସେଫ ମଧ୍ୟ ଯେତେବେଳେ ସେ ସ୍ୱପ୍ନକୁ ଦେଖିଲେ, ତ ସେ ମଧ୍ୟ ଜାଣିନାହାନ୍ତି ଯେ ଆଗକୁ କଣ ହେବାକୁ ଯାଉଛି। ତ ଏଇ ଜାଗାରେ ଆମେ ଯୋଉ ଆଦି ପୁସ୍ତକ 39 ପର୍ବକୁ ପଢୁଛୁ, ଏଇଟା ମଧ୍ୟ ଆମମାନଙ୍କର ଆତ୍ମିକ ଜୀବନକୁ ରିଫ୍ଲେକ୍ଟ କରିଥାଏ। ତ ଆମର ଦୈନନ୍ଦିନ ଆତ୍ମିକ ଜୀବନରେ ବଞ୍ଚିଲା ସମୟରେ ଏ 39 ପର୍ବର ଯଦି ଆମେ ଷ୍ଟୋରିକୁ ଆଜି ପଢିଛୁ, ତ ଗୋଟେ ଗୋଟେ ବିଷୟକୁ ଯଦି ଆମେ ଚିନ୍ତା କରିବା, ଆମେ ଏଇ ଜାଗାରେ ଦିଟା ବିଭାଜନକୁ ଏଠି ଆବିଷ୍କାର କରିପାରିବା। ଯୋସେଫ ବର୍ତ୍ତମାନ ବହୁତ ଗୁଡେ ପରିସ୍ଥିତିରେ ଗତି କରୁଛନ୍ତି, ଯାହାକି ତାଙ୍କର ଇଚ୍ଛାର ବାହାରେ। ସେ କେବେ ମଧ୍ୟ ନିଜ ଅନୁସାରେ ଯୋଜନା କରିନଥିଲେ 44 ଘରକୁ ଯିବା ପାଇଁ। ଯଦି ଆମେ ଦେଖିବା ତାହେଲେ ଯୋଉ ସବୁ ଭାଇମାନେ ଯୋସେଫକୁ ବିକ୍ରି କରିଦେଲେ ଇସ୍ମାଇଲ ବଣିକ ମାନଙ୍କ ପାଖରେ, ଏ ଇସ୍ମାଇଲ ବଣିକ ମାନେ ଆସିକି ବର୍ତ୍ତମାନ 44 ଘରେ ଆକୁ ବିକ୍ରି କରିଦେଲେ। ତ ଯେତେବେଳେ ଆମେ ବଞ୍ଚୁଛୁ ଆମର ଦୈନିକ ଜୀବନରେ, ଆମ ମାପଦଣ୍ଡ ଅନୁସାରେ ଆମର ନିଜର ଦୃଷ୍ଟିକୋଣ ଅନୁସାରେ ଆମର ଯୋଜନା ଅନୁସାରେ ଆମେ ଯାହାବି କରିବା ପାଇଁ ପସନ୍ଦ କରିଥାଉ, ତ ସେଇ ସମୟରେ ଆମମାନଙ୍କୁ କମ୍ଫର୍ଟେବଲ ଲାଗିଥାଏ। କିନ୍ତୁ ଯଦି ଆମେ ସେଇ ପ୍ରକାର ଲାଇଫକୁ ଯଦି ଆମେ କାଟିବା ପାଇଁ ବାଧ୍ୟ କରାଯାଇଥାଉ, ଯୋଉ ବିଷୟ କି ଆମ ଦ୍ଵାରା ନୁହେଁ କିନ୍ତୁ ଅନ୍ୟ ଦ୍ଵାରା ଆମକୁ ପଢେଇକି ନିଆଯିବା ବିଷୟ ପାଇଁ, କି ଅନ୍ୟ ଜଣେ ବ୍ୟକ୍ତି ଯିଏକି ଆମକୁ ଚାଳିତ କରିବା ପାଇଁ ଆମକୁ ନିଜ ଆଡୁ ସେ ଆମକୁ ପଢେଇକି ଦଉଛୁ। ତ ଯଦି ଆମେ ଆମ ଆତ୍ମିକ ଜୀବନରେ ଯଦି ଏ ବିଷୟ ଯଦି ଆମେ ଶିଖିବା ନାହିଁ ଯେ ମୁଁ ମୋ ଅନୁସାରେ ବଞ୍ଚିବା ପରିବର୍ତ୍ତେ ମୁଁ ପରମେଶ୍ୱରଙ୍କର ଅନୁସାରେ ପ୍ରଭୁଙ୍କ ଅନୁଯାୟୀ ଯଦି ମୁଁ ବଞ୍ଚିବି, ତାହେଲେ ପ୍ରଭୁ କହିଥିବା ବିଷୟ ନିଶ୍ଚିତ ଭାବରେ ସଫଳ ହବ। ଏବେ ଆମେ ବିଶ୍ୱାସ କରିପାରିବା, ଆମେ ଜାଣିଛୁ, ଆମେ ବାଇବଲ ପଢୁଛୁ, ଦେନ୍ ଯୋସେଫ ଈଶ୍ୱରଙ୍କର ଇଚ୍ଛା ଅନୁସାରେ ଏ 39 ପର୍ବରେ ଯୋଉ ବିଷୟ ଯାକ ଘଟି ଯାଇଛି, ଲେଖା ହେଇଛି, ତ ଏ ସମସ୍ତ ପଛରେ ଈଶ୍ୱରଙ୍କର କାର୍ଯ୍ୟ ଥିଲା, ଯାହାକି ଯୋସେଫ ବୁଝି ପାରୁନାହାନ୍ତି। ଯୋସେଫଙ୍କ ପାଖରେ ବେଶୀ ଗୁଡେ ଅନେକ ଗୁଡେ ବିଷୟ ଯାକ ଜାତ ହଉଛି ତାଙ୍କ ହୃଦୟରୁ। ତ ଯେତେବେଳେ 44 ଘରେ ବର୍ତ୍ତମାନ ଯୋସେଫ ବର୍ତ୍ତମାନ କାମ କରୁଛି, ତାର ତାର ଅ କୋଉ ପ୍ରକାର ସ୍ଥିତିରେ ସେ ବଞ୍ଚୁଥିଲେ ଯଦି ଆମେ ଦେଖିବା ଏଇ ଜାଗାରେ, ଚାରିପଦରେ ଦେଖନ୍ତୁ, ଏଣୁ ଯୋସେଫ ତାହାର ଦୃଷ୍ଟିରେ ଅନୁଗ୍ରହ ପାଇ ତାହାର ସେବାରେ ନିଯୁକ୍ତ ହେଲେ। ପୁଣି ସେ ଯୋସେଫକୁ ଆପଣାର ଗୃହାଧ୍ୟକ୍ଷ କରି ତାଙ୍କର ହସ୍ତରେ ସର୍ବସ୍ୱ ସମର୍ପଣ କଲେ। 5 ପଦ, ଏଇ ପ୍ରକାର ସେ ଯୋସେଫକୁ ଆପଣା ଗୃହ ଓ ସର୍ବସ୍ୱର ଅଧ୍ୟକ୍ଷ କରିବା ଦିନଠାରୁ ସଦାପ୍ରଭୁ ଯୋସେଫଙ୍କ ଲାଗି ସେ ମିଶ୍ର ଲୋକର ଗୃହ ଉପରେ ଆଶୀର୍ବାଦ କଲେ। ପୁଣି ଗୃହ
ଓ କ୍ଷେତ୍ର ସ୍ଥିତ ସମସ୍ତ ସମ୍ପତ୍ତି ପ୍ରତି ସଦାପ୍ରଭୁ ଆଶୀର୍ବାଦ କରୁଥିଲେ। ଏବେ এই ବାକ୍ୟ ଯଦି ଆମେ ଦେଖିବା ତାହେଲେ ଏବେ ଯୋସେଫଙ୍କର ନୂଆ ଚାପ୍ଟର ଷ୍ଟାର୍ଟ ହଉଛି ପଟିଫର ଘରେ। ତ ଯେତେବେଳେ ସେ ବିକ୍ରି କରାଗଲା ତାକୁ ବର୍ତ୍ତମାନ ଆସିକି ପଟିଫର ଘରେ ଏବେ ସେ ବର୍ତ୍ତମାନ ଦାସ୍ୟକର୍ମ କରିବା ପାଇଁ ଆରମ୍ଭ କଲା। ତ ଯୋସେଫ ଆପଣା ଗୃହ ଓ ସର୍ବସ୍ୱର ଅଧ୍ୟକ୍ଷ ହେବା କରିବା ଦିନ ଠାରୁ ସଦାପ୍ରଭୁ ପରମେଶ୍ୱର ଯୋସେଫଙ୍କର ପାଇଁ ବର୍ତ୍ତମାନ ଆଶୀର୍ବାଦ କଲେ। ଆଉ କ୍ଷେତ୍ର ଗୃହ ଆଉ କ୍ଷେତ୍ର ସ୍ଥିତ ସମସ୍ତ ସମ୍ପତ୍ତି ପ୍ରତି ସଦାପ୍ରଭୁଙ୍କର ଆଶୀର୍ବାଦ କରିଥିଲା। କିନ୍ତୁ 6 ପଦରେ ଯଦି ଆମେ ଦେଖିବା ତାହେଲେ ଏହେତୁ ସେ ଯୋସେଫଙ୍କ ହସ୍ତରେ ଆପଣା ସର୍ବସ୍ୱର ଏ ରୂପେ ଭାର ଦେଲା ଯେ ଆପଣା ଭୋଜନ ବିନୁ ଆଉ କୌଣସି ବିଷୟର ତତ୍ତ୍ୱ ନେଲା ନାହିଁ। ଯୋସେଫ ରୂପରେ ଓ ସୌନ୍ଦର୍ଯ୍ୟରେ ମନୋହର ଥିଲେ। ଆଉ ଉକ୍ତ ଘଟଣା ଉତ୍ତାରେ ତାଙ୍କର ପ୍ରଭୁର ଭାର୍ଯ୍ୟା ଯୋସେଫଙ୍କ ଉପରେ ଦୃଷ୍ଟି ପକେଇବାକୁ ଲାଗିଲା। ତ ତାଙ୍କୁ କହିଲା ତୁମେ ମୋ ସଙ୍ଗେ ଶୟନ କର। ଏବେ ଯଦି ଆମେ 6 ପଦ ଦେଖୁଛୁ ତାହେଲେ ଯୋସେଫଙ୍କର ବର୍ତ୍ତମାନ କଣ ଚିନ୍ତାଧାରା ଥିଲା? ଯୋସେଫ ବର୍ତ୍ତମାନ କଣ ଭାବୁଥିବେ? ଏନିହା ମୁଁ ଯଦି ଏଠିକୁ ବିକ୍ରି କରାଇ ଅଣାହେବି, ମୁଁ କାହାକୁ ବି ଜାଣିନାହିଁ, କାହା ସହିତ ମୋର ପରିଚୟ ନାହିଁ। ଏବେ ଏଇ ଜାଗାରେ ଯଦି ମୁଁ ନମ୍ର ହେଇକି ବଞ୍ଚିବି ନାହିଁ, ଭଲରେ ଯଦି ମୁଁ କାମ କରି ବଞ୍ଚିବି ନାହିଁ, ତାହେଲେ ବଡ ସମସ୍ୟା ହେଇଯିବ। ଏମିତି ବି ପୂର୍ବ ଦିନ ମାନଙ୍କରେ ମୁଁ ବହୁତ ବଡ ସମସ୍ୟାରେ ଗତି କରିକି ଆସୁଛି। ଏବେ ଯୋସେଫଙ୍କର ହୃଦୟରେ ଭାଇମାନଙ୍କ ବିଷୟରେ ଜଣେ ଗାତରେ ଠେଲିଦେବା ବିଷୟ, ତାର ବସ୍ତ୍ର ଚିରିବା ବିଷୟ, ଘୃଣା କରିବା ବିଷୟ, ଏଇ ଯାକ କଣ୍ଟିନ୍ୟୁ ତା ଭିତରେ ଭୟ, ଅନେକ ଗୁଡ଼ିଏ ଇରିଟେସନ, ଅନେକ ଗୁଡ଼ିଏ ମାନେ ଏଇ ପ୍ରକାର ଚିନ୍ତା କରୁଛନ୍ତି। ନର୍ମାଲ ଚିନ୍ତା କରିପାରୁନଥିବେ ସେ। ଅଧିକାଂଶ ସମୟ ତାଙ୍କ ହୃଦୟରେ ସେ ଡିଷ୍ଟର୍ବାନ୍ସକୁ ଫିଲ୍ କରୁଥିବେ, ବିରକ୍ତ ଭାବ ମଧ୍ୟ ଆସୁଥିବ। ତ ମୁଁ କହିବାକୁ ଚାହୁଁଛି ବର୍ତ୍ତମାନ ଯୋସେଫଙ୍କର ହୃଦୟ ଭିତରେ ଯୋଉ ପରିସ୍ଥିତିରେ ସେ ଗତି କରୁଛନ୍ତି ସେ ଅନୁସାରେ ତାଙ୍କର ହୃଦୟକୁ ମ୍ୟାନେଜ କରିବା ପାଇଁ ତାଙ୍କ ପାଇଁ ଏତିକି ସହଜ ବିଷୟ ନଥିବ। କାରଣ କଣ୍ଟିନ୍ୟୁ ପରିସ୍ଥିତିକୁ ସେଇଟା ମଧ୍ୟ ନେଗେଟିଭ ସିଚୁଏସନକୁ ସେ ଫେସ୍ କରିକି ଆସୁଛନ୍ତି। ସେ ଯାହା ବି ହଉ ବର୍ତ୍ତମାନ ଠାରୁ ମୁଁ ଭଲରେ ବଞ୍ଚିବି ଏ ଜାଗାରେ। ଆମେ ଯେତେବେଳେ ସମସ୍ୟାର ସମ୍ମୁଖୀନ କରୁଛୁ, ଆମେ ଚର୍ଚ୍ଚକୁ ଦୌଡୁଛୁ କି ଆମେ ପାଷ୍ଟରକୁ ଫୋନ କରୁଛୁ, ତ ଆମର ଚିନ୍ତାଧାରା ହଉଛି ଓ ଯେମିତି ମଧ୍ୟ ମତେ ଏ ସମସ୍ୟାର ଅତି ଶୀଘ୍ର ମୁକ୍ତ ହେବାର ଅଛି, ଯେମିତି ମଧ୍ୟ ମୁଁ ଯେ ପରିସ୍ଥିତିରେ ଯଦି ମୁଁ ଯଦି ସମାଧାନ ପାଇବି ନାହିଁ, ତାହେଲେ ମୁଁ କେମିତି ବଞ୍ଚିବି, ମୋର ହୃଦୟକୁ କେମିତି ମ୍ୟାନେଜ କରିବି। କିନ୍ତୁ ବହୁତ ଆହୁରି ଆଶ୍ଚର୍ଯ୍ୟ ବିଷୟ ହଉଛି, ଏବେ ଟିକେ ରେଷ୍ଟ ନେଇକି ବଞ୍ଚିବି, ମୁଁ ଏବେ ଟିକେ ଖୁସିରେ ବଞ୍ଚିବି, ଯୋସେଫ ଭାବୁଛନ୍ତି। କିନ୍ତୁ ଯୋଉ ଘରେ ସେ ବର୍ତ୍ତମାନ ବଞ୍ଚିବା ପାଇଁ ଆରମ୍ଭ କରେ, ବାସ କରିବା ପାଇଁ ଆରମ୍ଭ କରେ, ଆହୁରି ଗୋଟେ ସମସ୍ୟା ଆରମ୍ଭ ହେଲା ସେଠି। ଯୋଉ ସମସ୍ୟା ସେ ନିଜେ କ୍ରିଏଟ କରିନାହାନ୍ତି, କି ଯୋଉ ପରିସ୍ଥିତିକୁ ସେ ନିଜେ କେବଳ ଭାବି ନାହାନ୍ତି ଏମିତି ଏବଂ ଯୋସେଫ ଯେତେବେଳକୁ ଭଲ ଭାବରେ ପରିଶ୍ରମ କରିକି ଭଲରେ ବଞ୍ଚିବି ଜାଗାରେ ମୁଁ କାହାକୁ ଜାଣି ନାହିଁ କହିକି ଚିନ୍ତା କରିବା ଲୋକ, ଫୋଟିପର ସ୍ତ୍ରୀ ବର୍ତ୍ତମାନ ଖରାପ ଦୃଷ୍ଟିରେ ଯୋସେଫକୁ ଦେଖୁଛନ୍ତି। ତ ଯୋସେଫ ଯେତେବେଳକୁ ଏ ବିଷୟ ଶୁଣୁଛନ୍ତି ଫୋଟିପର ସ୍ତ୍ରୀ, ଯୋସେଫଙ୍କ ହୃଦୟ ଭିତରେ ଯୋସେଫ କଣ ଭାବୁଛନ୍ତି? 8 ପଦରେ ଦେଖନ୍ତୁ, ମାତ୍ର ଯୋସେଫ ଅସ୍ୱୀକାର କରି ଆପଣା ପ୍ରଭୁର ଭାର୍ଯ୍ୟାକୁ କହିଲେ, ଦେଖ ଏ ଗୃହରେ ମୋ ଜିମା ଯାହା ଅଛି ମୋ ପ୍ରଭୁ ତହିଁର ତତ୍ତ୍ୱ ନିଅନ୍ତି ନାହିଁ। ସେ ମୋ ହସ୍ତରେ ଆପଣାର ସର୍ବସ୍ୱ ସମର୍ପଣ କରିଅଛନ୍ତି। ଏହି ଗୃହରେ ମୋ ଠାରୁ ବଡ କେହି ନାହିଁ। ତୁମେ ତାଙ୍କର ଭାର୍ଯ୍ୟା, ଏ ନିମନ୍ତେ କେବଳ ତୁମ ଛଡା ମୋ ପ୍ରତି ଆଉ କିଛି ମନା ନାହିଁ। ଏ ତୁମ କି ରୂପେ ଏଡେ ବଡ ଦୁଷ୍ଟତା ଓ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିପାରେ? ଏବେ ଯୋସେଫଙ୍କର କହିବା ବିଷୟ ଯଦି ଆମେ ଦେଖିବା ଏ ଜାଗାରେ, ଯୋସେଫଙ୍କର କୌଣସି ଚିନ୍ତା ହିଁ ନାହିଁ ଏମିତି କଦରଜ ଭାବରେ ଚିନ୍ତା କରିବା, ଦୁଷ୍ଟ ଚିନ୍ତା କରିବା, କି ପଟିପର ସ୍ତ୍ରୀ ଆଡକୁ ମଧ୍ୟ ତାଙ୍କର କୌଣସି ପ୍ରକାର ଖରାପ ଦୃଷ୍ଟି ହିଁ ନାହିଁ। କିନ୍ତୁ ବିପଦ ଭାବରେ ବର୍ତ୍ତମାନ ପଟିପର ସ୍ତ୍ରୀର ହୃଦୟ ଭିତରେ ସେ ବର୍ତ୍ତମାନ ଯୋସେଫ ଆଡକୁ ମନ୍ଦ ଚିନ୍ତା କରୁଛନ୍ତି, ଖରାପ ଚିନ୍ତା କରୁଛନ୍ତି। ଦେନ ବର୍ତ୍ତମାନ ଯୋସେଫ ଯେତେବେଳେ ଏ ବିଷୟ ଶୁଣୁଛନ୍ତି ତାଙ୍କୁ ଭଲ ଲାଗୁନାହିଁ, ଏଟା କେମିତି ହେଇପାରିବ, ଏଟା ହବ ନାହିଁ କହିକି ଯୋସେଫ ବର୍ତ୍ତମାନ ତାଙ୍କ କଥା କହୁଛନ୍ତି। ତାପରେ ଯଦି ଆମେ ଦେଖିବା 10 ପଦ, ତଥାପି ସେ ସ୍ତ୍ରୀ ଦିନକୁ ଦିନ ଯୋସେଫକୁ ଏପରି କହେ, ମାତ୍ର ଯୋସେଫ ତାହା ସଙ୍ଗେ ଶୟନ କରିବାକୁ କିମ୍ବା ତାହା ନିକଟରେ ରହିବାକୁ ସମର୍ଥ କୁହନ୍ତି ନାହିଁ। ଯୋସେଫ କଣ୍ଟିନ୍ୟୁ ଏଇଟାକୁ ରିଜେକ୍ଟ କରୁଛନ୍ତି।
ତାର ତାଙ୍କର ହୃଦୟ ଭିତରେ କେତିକି ସେ ଭାବୁଥିବେ ଯେ ମୁଁ ଯଦି ଏ ବିଷୟ ଯଦି ମୁଁ କରିବି ତାହେଲେ ମୋ ଆଗକୁ କେତେ ସମସ୍ୟା ଆସିବ। ଯଦି ଗତ ଦିନ ମାନଙ୍କରେ ବର୍ତ୍ତମାନ ଯୋସେଫ ସମସ୍ୟାର ସମ୍ମୁଖୀନ କରୁଛନ୍ତି, ଏତେ କଷ୍ଟକର ପରିସ୍ଥିତିରୁ ବାହାରିଛନ୍ତି, ତ ତାଙ୍କ ପାଖରେ କିଛି ମଧ୍ୟ ଏମିତି ଇଚ୍ଛା ହିଁ ନାହିଁ ଶାରୀରିକ ଭାବରେ ବର୍ତ୍ତମାନ ଏ ଦୁଷ୍ଟ ବ୍ୟଭିଚାର ଚିନ୍ତା କରିବା। ଏବେ ଯୋସେଫଙ୍କର ଦୃଷ୍ଟି ହଉଛି ଯେମିତି ମଧ୍ୟ ମତେ ଭଲରେ ବଞ୍ଚିବାକୁ ପଡିବ। ଆଜି ଯେତେବେଳେ ଏଇ ଜଗତର ଲୋକଙ୍କ ଲାଇଫ ଦେଖିବା ମାନେ ବା ଆମ ଜୀବନ ଦେଖିବା, କିଛି ଗୋଟେ ବିଷୟ ଯଦି ଭୁଲ ଭାବରେ ଆମ ଜୀବନରେ ହଉଛି, ତାହେଲେ ଆମର ବୁଝାମଣା ଅନୁସାରେ ଆମେ କଣ ଭାବୁଛୁ, ଏ ପ୍ରକାର ବଞ୍ଚିଲୁ ଆଉ ବଞ୍ଚିଲୁ, ବର୍ତ୍ତମାନ ଆମେ ହୃଦୟ ପରିବର୍ତ୍ତନ କରିକି ଭଲରେ ବଞ୍ଚିବାକୁ ପଡିବ। ଆଉ ଯେପରି ଏ ଭୁଲକୁ ନ କରୁ ଆମେ, ଆଉ ଯେପରି ଏ ସମସ୍ୟାରେ ଯେପରି ନ ସାମ୍ନା କରୁ ଆମେ, ଏବେ ଯେମିତି ମଧ୍ୟ ମତେ ଭଲରେ ବଞ୍ଚିବାକୁ ପଡିବ। ଏବେ ଯୋସେଫଙ୍କର ହୃଦୟରେ ମଧ୍ୟ ଯୋସେଫ ଏ ପ୍ରକାର ଚିନ୍ତା କରୁଛନ୍ତି। ପାଷ୍ଟ ଦିନେ ଆମକୁ କହୁଥିଲେ ଯେ ସମସ୍ତ ବିଷୟ ଯଦି ଠିକ ଠାକ ଭାବରେ ହଉଛି, ତାହେଲେ ଆମେ କେବେ ମଧ୍ୟ ଆତ୍ମିକ ଭାବରେ ବଞ୍ଚିବାଟା ଆମ ପାଇଁ ବେଶୀ କଷ୍ଟ ହବ। ତ ରିଏଲି ବର୍ତ୍ତମାନ ଏଇ ଜାଗାରେ ଆମେ ଏଇ ପରିସ୍ଥିତିକୁ ଯଦି ଆମେ ଚିନ୍ତା କରୁଛୁ, এই ପରିସ୍ଥିତି ତ ଯୋସେଫ କେ ମଧ୍ୟ କ୍ରିଏଟ କରୁନାହାନ୍ତି। এই ପ୍ରକାର ପରିସ୍ଥିତି ଯୋସେଫ ନିଜ ଆଡୁ ଭାବି ନାହାନ୍ତି, କିନ୍ତୁ ତାଙ୍କ ପାଖରେ କଣ ହୃଦୟ ଅଛି, ମୁଁ ଭଲରେ ବଞ୍ଚିବି, ଭଲରେ ଏଇ ଜାଗାରେ କିଛି ବିଷୟ କରିବା ପାଇଁ ଦରକାର ମତେ। ଏଇଟା ହଉଛି ଅଜଣା ଦେଶ ମୋ ପାଇଁ, ମୁଁ କାହାକୁ ଜାଣି ନାହିଁ, ବିକ୍ରି ହେଇକି ଆସିଛି ମୁଁ, ଏମାନେ କିଏ ଏମାନଙ୍କୁ ଜାଣିନାହିଁ ମତେ, ଏନିଆ ମତେ ଖାଇବା ପାଇଁ ପଡିବ, ରହିବା ପଡିବ, ମୁଁ ତ ନିଜ ଆଡକୁ କିଛି କରିପାରିବି ନାହିଁ। ତ ମନୁଷ୍ୟର ଜୀବନ ଯାପନ ହଉଛି ସଦାବେଳେ ଆମମାନଙ୍କର ଚିନ୍ତାଧାରା ହଉଛି ଠିକ ଜାଗାରେ ଆମମାନେ ନିଜକୁ ପାଇବା ଆବଶ୍ୟକ ବୋଲି ଭାବୁଛୁ। ଯୋଉ ଠିକ ଜାଗାରେ କୌଣସି ବିଷୟର ଆଘାତ ଆମକୁ ନ ଆସୁ, ଖାସ କରିକି ଯଦି ଆମର ଜୀବନରେ କିଛି ନେଗେଟିଭ ବିଷୟ ଯାକ ଆସୁଛି, ଆଘାତ ବିଷୟ ଗୁଡାକ ଆସୁଛି, ଆମମାନଙ୍କୁ ଆକ୍ଷେପ କରିବା ବିଷୟ ଗୁଡାକ ଆସୁଛି, ଆମମାନଙ୍କ ଆଡକୁ ଦୁଷ୍ଟତା ଅ, ଦୁଷ୍ଟତା ସଦୃଶ ଆମେ ଯଦି ଇମେଜ ପାଇବା ପାଇଁ ଏଇ ପରିସ୍ଥିତି ଗୁଡାକ ଆସୁଛି, ତାହେଲେ ଆମେ ଆମ ହୃଦୟ ଭିତରେ ଏଟାକୁ ଆଦୌ ଚାହୁଁ, ଆମେ ଏଭଏଡ କରିବା ପାଇଁ ଚାହୁଁଛୁ। କୋଉ ସମୟରେ ଆମର ହୃଦୟ ଭିତରେ ଆମେ ହଇରାଣ ହଉଛୁ, ତ ଯେତେବେଳେ ଆମେ ଆମ ଚାରିଆଡେ ବିଷୟ ଘଟିବା ବିଷୟ ଗୁଡାକ ଯଦି ଆମକୁ ନେଗେଟିଭ ବିଷୟ ଦଉଛି, ଆମେ ସେ ବିଷୟକୁ ଗ୍ରହଣ କରିବା ପାଇଁ ଆମକୁ ବେଶୀ କଷ୍ଟ ହେଇଥାଏ। ତେବେ ଯୋସେଫଙ୍କର ହୃଦୟରେ କୌଣସି ଚିନ୍ତା ନାହିଁ ଶାରୀରିକ ଭାବରେ ବା ବ୍ୟଭିଚାର ଚିନ୍ତା କରିବା। ହଁ, ଜାଗତିକ ଭାବରେ ଯଦି ଆମେ ଦେଖିବା ତାହେଲେ ଏଇଟା ଠିକ ବିଷୟ। ଯୋସେଫକୁ ଯିଏ ମଧ୍ୟ ବର୍ତ୍ତମାନ ଏଇଟା ବିଷୟ ଦେଖିବ, ତାହେଲେ ଯାହା ହଉ ଭଲ ଲୋକଟା ଇଏ, କେତେ ସେ ସ୍ତ୍ରୀ ଲୋକ ତାକୁ ଅ, ହଇରାଣ କରୁଛି, କିନ୍ତୁ ଇଏ ଲୋକ ଯେ କି ସେତିକି ବିଶ୍ୱସ୍ତ ଲୋକ, ସେତିକି ଭଦ୍ର ଲୋକ, ଅ, ସେତିକି ଭଲ ଲୋକ, ସେଥିପାଇଁ ତ ସେ କିଛି ମଧ୍ୟ ଚିନ୍ତା କରୁନାହିଁ, ସେ ସ୍ତ୍ରୀ ଯେମିତି ଚିନ୍ତା କରୁଛି। ଏଟା କିଏ କହିପାରିବ? ଏଇଟା ଭଲ ମନ୍ଦର ମାପଦଣ୍ଡରେ ବଞ୍ଚିବା ଲୋକମାନେ କହିପାରିବେ। ମନୁଷ୍ୟର ଜ୍ଞାନ ଅନୁସାରେ, ମଣିଷର ଷ୍ଟାଣ୍ଡାର୍ଡ ଅନୁସାରେ ବଞ୍ଚିବା ଲୋକମାନେ ହିଁ କହିପାରିବେ। କିନ୍ତୁ ଗୋଟେ ପରମେଶ୍ୱରଙ୍କର ବ୍ୟକ୍ତି ବା ଯୋଉ ଲୋକ ଈଶ୍ୱରଙ୍କ ଦ୍ଵାରା ଧରା ଯାଇଛନ୍ତି, ଆମ ଲାଇଫ କଣ, ଆମେ ବାକ୍ୟ ଶୁଣୁଛୁ ଆଉ ବଞ୍ଚୁଛୁ, ଆମେ ଚର୍ଚ୍ଚର ସ୍ୱର ଶୁଣିକି ବଞ୍ଚୁଛୁ, ଆମର ଚର୍ଚ୍ଚରେ ପ୍ରତ୍ୟେକ ବିଷୟ ଈଶ୍ୱରଙ୍କର ଚାଳନା ଦ୍ଵାରା ହଉଛି ଆଉ ହେବା ଦରକାର। ତ ଚାକିରି କ୍ଷେତ୍ରରେ ହଉ, କି ସେଠି ବାହାଘର କ୍ଷେତ୍ରରେ ହଉ, କି ମିନିଷ୍ଟ୍ରି କ୍ଷେତ୍ରରେ ହଉ, ଏଭ୍ରିଥିଙ୍ଗ, ସବୁ ବିଷୟ, ସମସ୍ତ ବିଷୟ ପରମେଶ୍ୱରଙ୍କର ମଣ୍ଡଳୀ ଦ୍ଵାରା, ପ୍ରଭୁଙ୍କ ଦ୍ଵାରା ଆମ ପାଖକୁ ସ୍ୱର ଆସୁଛି। ସେଥିପାଇଁ ବାଇବଲ କହୁଛି ଆମକୁ ଯେ ବିଶ୍ୱାସ ବିନା ତାହାଙ୍କର ସନ୍ତୋଷ ପାତ୍ର, ମାନେ ପ୍ରଭୁଙ୍କୁ କିଏ ମଧ୍ୟ ସନ୍ତୁଷ୍ଟ କରିପାରେ। এই ଜାଗାରେ ବର୍ତ୍ତମାନ ଯୋସେଫ ଏ ବିଷୟ ସାମ୍ନା କରୁଛନ୍ତି, ଯାହାକି ସେ ନିଜେ ଚାହୁଁନାହାନ୍ତି, କି ସେ କିଏ ମଧ୍ୟ ଭାବୁନାହାନ୍ତି, ଏମିତି ଏମିତି କେମିତି ହେଇଯାଉଛି କହିକି ସେ ବର୍ତ୍ତମାନ ହଇରାଣ ହଉଛନ୍ତି। କିନ୍ତୁ ଯଦି ଆମେ ଦେଖିବା 11 ପଦରେ, 11 ପଦରେ ଦେଖନ୍ତୁ, ଅନନ୍ତର ଦିନକରେ ଯୋସେଫ ନିଜ କାର୍ଯ୍ୟ ନିମନ୍ତେ ଗୃହ ଭିତରୁ ଗଲେ, ପୁଣି ଗୃହର ଦାସ ମଧ୍ୟରୁ କେହି ସେଠାରେ ନଥିଲା। ତେଣୁ ସେ ଯୋସେଫଙ୍କର ବସ୍ତ୍ର ଧରି ମୋ ସଙ୍ଗେ ଶୟନ କର ବୋଲି ଟଣାଟଣି କଲା, ମାତ୍ର ଯୋସେଫ ତାହା ହସ୍ତରେ ଆପଣା ବସ୍ତ୍ର ଛାଡି ବାହାରକୁ ପଳେଇଗଲା। ଏବେ ଯୋସେଫଙ୍କର ସ୍ତ୍ରୀ ବର୍ତ୍ତମାନ ଏତିକି ହଇରାଣ କଲା, ଏବେ ଯୋସେଫ ବାଧ୍ୟ ହେଇକି ବର୍ତ୍ତମାନ କଣ କରୁଛନ୍ତି, ସେ ବାହାରକୁ ଦୌଡି ଗଲେ।
କିନ୍ତୁ ଏ ଜାଗାରେ ଗୋଟେ ବିଷୟ କଣ ହେଲା, ଆପଣା ବସ୍ତ୍ର ଛାଡି ସେ ବାହାରକୁ ପଳେଇ ଗଲେ। କାରଣ ଯୋସେଫର ବର୍ତ୍ତମାନ ପଟିପର ସ୍ତ୍ରୀ ବର୍ତ୍ତମାନ ଯୋସେଫର ଅଙ୍ଗରଖାକୁ ବର୍ତ୍ତମାନ ଧରିଛନ୍ତି, ଟାଣୁଛନ୍ତି। ସେଠି ଲେଖା ହେଇଛି ଟଣାଟଣି କଥା। ଦେନ୍ 12 ପଦ ବହୁତ ଇଣ୍ଟରେଷ୍ଟିଂ ବାକ୍ୟ। ଏବେ ଯୋସେଫଙ୍କର ବସ୍ତ୍ରକୁ ଟଣାଟଣି କରାଯାଉଛି। କିଏ? ପଟିପର ସ୍ତ୍ରୀ। ହେଲେ ବର୍ତ୍ତମାନ ତାର ବସ୍ତ୍ରକୁ ଛାଡିକି ଯାଉଛି ସେ। ତ ଯଦି ତାର ବସ୍ତ୍ରକୁ ଛାଡିକି ଯାଉଛି, ତା ପରବର୍ତ୍ତୀ ସମୟରେ କଣ ହେଲା ଜାଣିଛନ୍ତି? 13 ପଦ ଦେଖନ୍ତୁ। ଯେତେବେଳେ ସେ ସ୍ତ୍ରୀ ଯୋସେଫଙ୍କୁ ତା ହସ୍ତରେ ଆପଣା ବସ୍ତ୍ର ଛାଡି ବାହାରକୁ ପଳେଇ ଯିବାର ଦେଖିଲା, ସେତେବେଳେ ସେ ନିଜ ଗୃହର ଲୋକମାନଙ୍କୁ ଡାକି କହିଲା, ଦେଖ, ସେ ଆମମାନଙ୍କ ସଙ୍ଗରେ ପରିହାସ କରିବା ନିମନ୍ତେ ଜଣେ ଏବ୍ରିୟକୁ ଆଣିଅଛନ୍ତି। ସେ ମୋ ସଙ୍ଗେ ଶୟନ କରିବା ପାଇଁ ଭିତରକୁ ମୋ କତିକି ଆସିଥିଲା। ତ ମୁଁ ବଡ ପାଟି କରି ଡାକ ପକାଇଲି। ମୋର ବଡ ପାଟି କରି ଡାକିବାର ଶୁଣି ସେ ଆପଣ ବସ୍ତ୍ର ମୋ ନିକଟରେ ପକାଇ ଦେଇ ବାହାରକୁ ପଳେଇଗଲା। ଏବେ ବର୍ତ୍ତମାନ ପଟିପର ସ୍ତ୍ରୀ ଯୋଉ ବିଷୟ କହୁଛି, ମିଛ କହୁଛି ନା ସତ କହୁଛି? ମିଛ କହୁଛି ପୁରା। ସେ ହିଁ ନିଜ ଆଡୁ ବର୍ତ୍ତମାନ ଯୋସେଫଙ୍କର ବସ୍ତ୍ରକୁ ବର୍ତ୍ତମାନ ଟଣାଟଣି କରିକି ହଇରାଣ କରୁଛି। ଏବେ ଯେତେବେଳେ ସେ ବର୍ତ୍ତମାନ ଜାଣିଲା ଯୋସେଫ ଏଭଏଡ କରୁଛନ୍ତି, ଆଉ ଯୋସେଫ ଦୌଡ଼ି ପଳେଇଗଲେ, ସେ ସମୟରେ ବସ୍ତ୍ର ଛାଡିଗଲେ। ସେ ବସ୍ତ୍ରକୁ ବର୍ତ୍ତମାନ ପଟିପର ସ୍ତ୍ରୀ ଧରିକି ଏବେ ଲୋକମାନଙ୍କୁ କହୁଛି, ଦେଖ, ଇଏ ଏବ୍ରିୟ ଇଏ ପୁଅ ଯୋସେଫ ଆସିକି ମତେ ହଇରାଣ କରୁଛି। ମତେ ଏତେ ଖରାପ ଦୃଷ୍ଟିରେ ଦେଖିକି ମୋ ଘରକୁ ଆସିକି ମୋ ରୁମ୍ ଭିତରେ ଆସିକି ମତେ ବ୍ୟଭିଚାର କରିବା ପାଇଁ ପ୍ରକାର ବିଷୟ ଆଟେମ୍ପ ନେବା ଯୋଗୁ ମୁଁ ଆଜି ଚିତ୍କାର କରୁଛି ବୋଲି କହି ପଟିପର ସ୍ତ୍ରୀ କହୁଛି। ଏବେ ଯୋସେଫ ବାହାରେ ଛିଡା ହେଇଛନ୍ତି, କିନ୍ତୁ ଯୋସେଫର ବସ୍ତ୍ର ଏ ପଟିପର ସ୍ତ୍ରୀର ହାତରେ ଅଛି। ଲୋକମାନେ ବର୍ତ୍ତମାନ ଦେଖିଲେ, ଯେ ଲୋକମାନେ ଯେତେବେଳେ ଦେଖିଲେ, ଯଦି 16 ପଦ ଦେଖିବେ ଆପଣ, ମୁଁ ପୁଣି ସେ ସ୍ତ୍ରୀ ତାର କର୍ତ୍ତାର ଗୃହାଗମନ ପର୍ଯ୍ୟନ୍ତ ସେଇ ବସ୍ତ୍ର ଆପଣ ନିକଟ ରଖିଲା। ସେ ବସ୍ତ୍ର ଛାଡୁନାହିଁ। ସେ ବସ୍ତ୍ରକୁ ଧରିକି ଅଛି ପ୍ରମାଣ ଦେବା। ଯଦି ଆମେ ଦେଖିବା ଏଇ ଜାଗାରେ, ଏବେ ଯୋସେଫ ଆଉ ପଟିପର ସ୍ତ୍ରୀ ଭିତରେ ଯଦି ଆମକୁ ମତ ଦିଆଯିବା ପାଇଁ କୁହାଯିବ, ଯଦି ଆମକୁ ନିଷ୍ପତ୍ତି ଦେବା ପାଇଁ, ରିଜଲ୍ଟ ଦେବା ପାଇଁ, କହିବା ପାଇଁ ଯଦି ଆମକୁ ଅନୁମତି ଦିଆଯିବ, ତାହେଲେ ଏ ଯୋସେଫଙ୍କୁ ଆମେ ଭୁଲ ବୋଲି କହିବା ନା ପଟିପର ସ୍ତ୍ରୀକୁ ଭୁଲ ବୋଲି କହିବା? କୁହନ୍ତୁ। ଏବେ ପଟିପର ସ୍ତ୍ରୀକୁ ଆମେ ଭୁଲ ବୋଲି କହିବା ନା? କାରଣ ଯୋସେଫ ତ କିଛି ବି ଚିନ୍ତା କରୁନାହାନ୍ତି ଖରାପ ଭାବରେ। ଏବେ ସବୁ ଦୃଷ୍ଟିରୁ ଦେଖିଲେ ଯୋସେଫର ସ୍ତ୍ରୀ ହିଁ ଭୁଲ ଦେଖାଯାଉଛି। କିନ୍ତୁ 17 ପଦରେ ଦେଖନ୍ତୁ କଣ ଲେଖା ହେଇଛି। ଅନନ୍ତର ସେ ଆପଣା ସ୍ୱାମୀକୁ ସେଇ କଥା ଅନୁସାରେ କହିଲା, ତୁମେ ଯେଉଁ ଏବ୍ରିୟ ଦାସକୁ ଆମମାନଙ୍କ ପାଖକୁ ଆଣିଅଛ, ସେ ମୋ ସଙ୍ଗେ ପରିହାସ କରିବା ନିମନ୍ତେ ମୋ କତିକି ଆସିଥିଲା। ପୁଣି ମୁଁ ବଡ ପାଟି କରି ଡାକ ପକେଇବାରୁ ସେ ମୋ ନିକଟରେ ଏଇ ବସ୍ତ୍ର ପକାଇ ଦେଇ ବାହାରକୁ ପଳାଇଗଲା। ସେତେବେଳେ ତୁମର ଦାସ ମୋ ପ୍ରତି ଏହି ପ୍ରକାର ବ୍ୟବହାର କରିଅଛି ଆପଣ ଭାର୍ଯ୍ୟା ମୁଖରୁ। এই କଥା ଶୁଣି ଯୋସେଫଙ୍କର କ୍ରୋଧରେ ପ୍ରଜ୍ୱଳିତ ହେଲା। ଏବେ ଆମେ ଏବେ ଜାଣିପାରୁଛୁ, ଆମେ ଫିଲ୍ କରିପାରିବା, ଜୋର ଜବରଦସ୍ତି ଯୋସେଫକୁ ବର୍ତ୍ତମାନ ଭୁଲ କରାଯାଉଛି। ଯୋଉ ଜବରଦସ୍ତି ବର୍ତ୍ତମାନ ଯୋସେଫକୁ ଲଜ୍ଜିତ କରାଯାଉଛି। ଯୋସେଫ କୌଣସି ଜିନିଷ ଚିନ୍ତା କରୁନାହାନ୍ତି ଭୁଲ ଲାଭ। କିନ୍ତୁ ଯୋସେଫ ବର୍ତ୍ତମାନ ସମସ୍ତଙ୍କ ଆଗରେ ବର୍ତ୍ତମାନ ପ୍ରକାଶ ପାଉଛନ୍ତି ସେ ଜଣେ ବହୁତ ଭୟଙ୍କର ଦୁଷ୍ଟ ଲୋକ। ଏବେ ଯୋସେଫକୁ ଭୁଲ ବୋଲି ପ୍ରକାଶ କରିବା ପାଇଁ ପ୍ରଥମ ପ୍ରମାଣ କଣ? ଏବେ ଯୋସେଫକୁ ଭୁଲ ବୋଲି ପ୍ରମାଣ କରିବା ପାଇଁ ପ୍ରଥମ ପ୍ରମାଣ ହଉଛି ପଟିପର ସ୍ତ୍ରୀ ପାଖରେ କଣ ଅଛି? ଯୋସେଫଙ୍କର ବସ୍ତ୍ର ଅଛି। ଏ ଯୋସେଫର ବସ୍ତ୍ରକୁ ଦେଖିକି ପଟିପର ସ୍ତ୍ରୀ ଚିଲେଇ ଚିଲେଇ କହୁଛୁ, ଦେଖ, ତାର ବସ୍ତ୍ର ସେ ଛାଡିକି ଯାଇଛି, ମୋ ହାତରେ ଅଛି। କଣ ଏଇଟା ଷ୍ଟୋରି? ମୁଁ ଯେତେବେଳେ ବାକ୍ୟକୁ ମନେ ପକଉଛି, ଏ କାହାଣୀକୁ ଦେଖିଲେ ମୁଁ ମୋର ଷ୍ଟୋରିକୁ ପାଉଛି। ଦେନ୍ ପରମେଶ୍ୱର କାହିଁକି ଏଇ ଜାଗାରେ ଯୋସେଫକୁ ଏଇ ପ୍ରକାର ପରିସ୍ଥିତି ଦଉଛୁ? କଣ ଲାଭ ବର୍ତ୍ତମାନ ଯୋସେଫ ପାଇଁ? କଣ ଲାଭ ବର୍ତ୍ତମାନ ପ୍ରଭୁଙ୍କ ପାଇଁ?
ଚର୍ଚ୍ଚରେ ଯେଉଁ ସାରା ମାନେ ବିରକ୍ତ ହେଇଥାଉ କି ଆମକୁ ଭଲ ନ ଲାଗିବା ପରିସ୍ଥିତିକୁ ଆମେ ସାମ୍ନା କରିଥାଉ, ଆମ ହୃଦୟରେ ଆମକୁ କିଛି ରାଗ ଲାଗିଥାଏ। କାହିଁକି ଏମିତି ହଉଛି ମୁଁ ବୁଝିପାରୁନି, କାହିଁକି ମତେ ହଇରାଣ କରାଯାଉଛି, କାହିଁକି ମତେ ବିରକ୍ତ କରାଯାଉଛି, ମତେ ଭଲ ଲାଗୁନାହିଁ। ତ ଚର୍ଚ୍ଚକୁ ଆସିବାଟା ମଧ୍ୟ ବନ୍ଦ କରିବାର ମଧ୍ୟ ସ୍ୱର ଆସୁଛି। ଅଧିକ ହଇରାଣ ଲାଗିଲେ, ଅଧିକ ବିରକ୍ତ ଲାଗିଲେ। କିନ୍ତୁ ଭାଇ ଭଉଣୀ ମାନେ, ମୁଁ ଯଦି କହିବି ତାହେଲେ ଗୋଟେ ପରମେଶ୍ୱରଙ୍କର ଲୋକ ହିସାବରେ ଯୋଉ ବ୍ୟକ୍ତି, ଯୋଉ ମନୁଷ୍ୟ ପରମେଶ୍ୱରଙ୍କର ଅନୁସାରେ ବଞ୍ଚୁଛି, ଯଦି ପ୍ରଭୁଙ୍କର ଚେତା ଅଛି, ଦେନ୍ ଏ ବିଷୟକୁ ଯଦି ଯଦି ଆମେ ପ୍ରଭୁଙ୍କ ସାମ୍ନାକୁ ଯଦି ଆମେ ଯାଇକି ଚିନ୍ତା କରିବା, এটা ଯୋସେଫ ପାଇଁ ସବୁଠାରୁ ମୂଲ୍ୟବାନ ଆଶୀର୍ବାଦର ସମୟ। এটা ଯୋସେଫ ପାଇଁ ବହୁତ ଅନୁଗ୍ରହ ବିଷୟ। କେମିତି ଏବେ 44 ସ୍ତ୍ରୀକୁ ବର୍ତ୍ତମାନ କିଏ ବ୍ୟବହାର କଲା? ଏବେ 44 ସ୍ତ୍ରୀକୁ ବର୍ତ୍ତମାନ ପରମେଶ୍ୱର ସେମିତି ବନେଇଛନ୍ତି, ଯୋସେଫକୁ ସେମିତି ପ୍ରକାଶ କରିବା। କିନ୍ତୁ ଈଶ୍ୱରଙ୍କର ଦୃଷ୍ଟି ନାହିଁ, ଈଶ୍ୱରଙ୍କର ଫୋକସ ନାହିଁ ଯୋସେଫକୁ କେବଳ ଭୁଲ ବୋଲି ପ୍ରକାଶ କରିବା। ଏବେ ଈଶ୍ୱରଙ୍କ ପ୍ଲାନକୁ ପାଇପାରୁଛୁ ଆମେ ଯେ ଈଶ୍ୱର ବର୍ତ୍ତମାନ ଯୋସେଫକୁ ଭୁଲ କରିକି ବର୍ତ୍ତମାନ ବନ୍ଦିଶାଳାକୁ ନେଇଯାଉଛୁ। 20 ପଦରେ ଯଦି ଦେଖିବେ ଆପଣ, ଆଉ ଯୋସେଫଙ୍କର ପ୍ରଭୁ ତାଙ୍କୁ ନେଇ ରାଜବନ୍ଦୀ ମାନଙ୍କ ବାସସ୍ଥାନରେ କାରାଗାର ରଖିଲା, ତ ଯୋସେଫ ସେଇ କାରାଗାର ରହିଲେ। ଏବେ ଯୋସେଫକୁ ଯେଉଁ ସାର କାରାଗାରରେ ବର୍ତ୍ତମାନ ନିଆଗଲା, ଏବେ ଯୋସେଫଙ୍କର ମନରେ କଣ ଚାଲିଛି, କଣ ଚିନ୍ତା ଚାଲିଛି, ତାହା ଇମ୍ପୋର୍ଟାଣ୍ଟ ନାହିଁ। ଏବେ ଆମେ ଯଦି ଆମର ଈଶ୍ୱରଙ୍କ ଲୋକ, ତାହେଲେ ଏବେ ଆମେ ପ୍ରଭୁଙ୍କ ଅନୁସାରେ ଚିନ୍ତା କରିବା। ପ୍ରଭୁ କାହିଁକି ବର୍ତ୍ତମାନ 44 ସ୍ତ୍ରୀକୁ ବ୍ୟବହାର କଲେ ଯୋସେଫକୁ ଏଇ ପ୍ରକାର ଇମେଜରେ ପ୍ରକାଶ କରିବା। ଏବେ 44 ସ୍ତ୍ରୀ ଯଦି ସେ ମନ୍ଦ କଳ୍ପନା କରୁଛି, ଯଦି ବର୍ତ୍ତମାନ ସେ ଦୁଷ୍ଟ ଚିନ୍ତା କରୁଛି ଯୋସେଫଙ୍କ ଆଡକୁ, କିନ୍ତୁ ସେ ଜେଲକୁ ଯାଇନାହିଁ, କିନ୍ତୁ ଯେ ଚିନ୍ତା ହିଁ କରୁନି ମନ୍ଦ ଭାବରେ, ସେ ଜେଲରେ ଅଛି। ଏବେ ଯୋଉ ଦେଖାଯିବ, ତାହେଲେ ଏବେ 44 ସ୍ତ୍ରୀ ଜେଲରେ ଥିବା ଦରକାର, 44 ସ୍ତ୍ରୀ ଗାଳି ଶୁଣିବା ଦରକାର, 44 ସ୍ତ୍ରୀକୁ ଅନୁଯୋଗ କରିବା ଦରକାର ବର୍ତ୍ତମାନ 44। କିନ୍ତୁ ବିପରୀତ ଭାବରେ ଯୋସେଫ କୌଣସି ଭୁଲ କରିନାହାନ୍ତି, କୌଣସି ଚିନ୍ତା ବି କରିନାହାନ୍ତି ଏ ପ୍ରକାର ବିଷୟ। ସେ ସମୟରେ ବର୍ତ୍ତମାନ ସେ ଜେଲରେ ଅଛନ୍ତି। ଆମକୁ ଯେତେବେଳେ ଲାଗୁଛି ଚର୍ଚ୍ଚ ଆମମାନଙ୍କୁ ଆଘାତ କରୁଛି, କି ପ୍ରଭୁଙ୍କ ଦାସ ଆମମାନଙ୍କୁ ଆଘାତ କରୁଛନ୍ତି, କି ଆମ ଆତ୍ମିକ ଜୀବନରେ ଆମେ ଏଇ ପରିସ୍ଥିତି ଅନୁସାରେ ଯଦି ଆମେ ଭାଙ୍ଗି ଯାଉଛୁ, ପଡି ଯାଉଛୁ, ଆମେ କେବଳ ଏତିକି ଜାଣିଛୁ ବିରକ୍ତ ହେବା। ଆମେ କେବଳ ଏତିକି ଚେତାଶୀଳ ଲୋକ, ଆମକୁ ଭଲ ନ ଲାଗିବା ବିଷୟ। କିନ୍ତୁ କାହିଁକି ଏଇ ଜାଗାରେ 44 ସ୍ତ୍ରୀ, ଯିଏକି ସେ ମନ୍ଦ ଥିଲା ଯୋସେଫଙ୍କ ଆଡକୁ ଚିନ୍ତା କରୁ, କିନ୍ତୁ ବର୍ତ୍ତମାନ କାହିଁକି ଯୋସେଫ ଯିଏକି ଚିନ୍ତା ବି କରୁନାହାନ୍ତି ମନ୍ଦ ଚିନ୍ତା, ସେ କାହିଁକି ଜେଲରେ ଥିବା ଆବଶ୍ୟକ, ତାଙ୍କୁ କାହିଁକି ଜେଲ ଯିବା ଆବଶ୍ୟକ ଥିଲା? କାରଣ ଏଇଟା ହଉଛି ଈଶ୍ୱରଙ୍କ ପ୍ଲାନ ଥିଲା। ତ ପରମେଶ୍ୱରଙ୍କର ଯୋଜନା କଣ ଥିଲା ଯୋସେଫଙ୍କ ଆଡକୁ? ଏବେ ପ୍ରଭୁ କଣ ଚାହୁଁଛନ୍ତି ଏ ଘଟଣା ଦ୍ଵାରା ଯୋସେଫଙ୍କ ପାଇଁ? ଭାଇ ଭଉଣୀ ମାନେ, ଯୋସେଫ ଯେଉଁ ସମୟ ତାର ଭାଇମାନଙ୍କୁ କହିବା ପାଇଁ ଡାକିଲେ ଯେ ଯଦିଓ ତମେ ମୋ ଆଡକୁ ମନ୍ଦ କଳ୍ପନା କରୁଥିଲ, କିନ୍ତୁ ସଦାକୁ ତାହା ମଙ୍ଗଳ ସାଧନ କଲେ। ମୋର ଭାଇମାନେ ତମ ମୋ ପାଖକୁ ଫେରି ଆସ। ବେଞ୍ଜାମିନର ବସ୍ତାରେ ରୂପା ତାଟିଆ ରଖିଦେବା ବିଷୟ ଯୋସେଫ ଯୋଉ ପ୍ଲାନ କଲେ, ଏଇଟା ସାଧାରଣ ହୃଦୟ ନାହିଁ। ବାପାଙ୍କ ଘରୁ ବାହାରିଲା ଠାରୁ, ତାର ନାନା ରଙ୍ଗର ବସ୍ତ୍ର ଚିରିଲା ସମୟ ଠାରୁ ଗଭର୍ଣ୍ଣର ହେଲା ପର୍ଯ୍ୟନ୍ତ ପ୍ରାକ୍ଟିକାଲି ପରମେଶ୍ୱର ବର୍ତ୍ତମାନ ଯୋସେଫକୁ ବନଉଛନ୍ତି। ଆଜି ଆମ ଜୀବନରେ ପରମେଶ୍ୱର କଣ କାମ କରିବା ପାଇଁ ଚାହୁଁଛନ୍ତି? ପ୍ରଭୁ ଆମ ଜୀବନରେ ଆମକୁ କୋଉ ଜାଗାକୁ ନେବା ପାଇଁ ଚାହୁଁଛନ୍ତି? ଆମର ଚିନ୍ତାଧାରା କଣ? ଆମର ଚିନ୍ତାଧାରା ହଉଛି କିଛି ମଧ୍ୟ ଅସୁବିଧା ନ ହଉ, ସବୁବେଳେ ଆମେ ପରଫେକ୍ଟଲି ଭଲରେ ଆମେ ଆତ୍ମିକ ଜୀବନକୁ ବିତେଇଲେ ବେଶୀ ବଢିଆ। କିନ୍ତୁ ଆମ ଜୀବନରେ, ଆମ ଆତ୍ମିକ ଜୀବନ ଯାତ୍ରାରେ ଆମର ନ ଚାହିଁବା ବିଷୟ ଗୁଡାକ ଅଧିକ ହୋଇଥାଏ। ଆମେ ଚିନ୍ତା ନ କରିବା ବିଷୟ ଗୁଡାକ ଆମ ଜୀବନରେ ଆସିଥାଏ। ଆମେ ଲଜ୍ଜିତ ହେବା ପାଇଁ ଚାହୁଁନୁ, କିନ୍ତୁ ଅଧିକ ଲଜ୍ଜିତ ହେବାର ପରିସ୍ଥିତିର ସାମ୍ନା କରୁଛୁ। ଆମେ ଅନୁଯୋଗ ଶୁଣିବା ପାଇଁ ଚାହୁଁନୁ, କିନ୍ତୁ ଅଧିକ ସମୟ ଆମେ ଅନୁଯୋଗ ଶୁଣିବା ସ୍ଥିତିରେ ପ୍ରକାଶ ପାଉଛୁ। ଆମେ କେବଳ ମନରେ ଭିତରେ ଏ ପ୍ରକାର ଇମେଜକୁ ପାଇବାକୁ ଚାହୁଁନୁ, ଏ ପ୍ରକାର ସ୍ଥିତିରେ ବଞ୍ଚିବାକୁ ଚାହୁଁନୁ, ଯୋଉ ସ୍ଥିତିରେ କି ମତେ
କୌଣସି କ୍ଷେତ୍ରରେ ସ୍ଥାପନ ମୁଁ ନିଜକୁ କରିପାରିବି ନାହିଁ। ଏମିତି ଚାହୁଁନୁ ନା? ଏବେ ଯୋସେଫ କଣ ଚାହୁଁଥିଲେ କି ପଟିଫର ସ୍ତ୍ରୀ ମୋର ବସ୍ତ୍ରକୁ ନେଇକି ଯାଉ? ତ ଏ ବର୍ତ୍ତମାନ ପଟିଫର ସ୍ତ୍ରୀ ଯୋସେଫକୁ ଟଣାଟଣି କରୁଛି, ସେମିତି ପରମେଶ୍ୱର କେତେ ଲୋକମାନଙ୍କ ଦ୍ଵାରା ଆମର ବସ୍ତ୍ରକୁ ଟଣାଟଣି କରୁଛୁ। ଏ ଜାଗାରେ ବସ୍ତ୍ରର ଅର୍ଥ ହଉଛି ଧାର୍ମିକତା। ଆମେନ୍। ତ ମୋର ବସ୍ତ୍ରକୁ ଯେତେବେଳେ ପାଷ୍ଟର ଟଣାଟଣି କରୁଛନ୍ତି, ମତେ ବିରକ୍ତ ଲାଗୁଛି। ଯୋସେଫଙ୍କ ହୃଦୟ ଭିତରେ ଯୋସେଫ ଭାବୁଛି, ତୁ ସବୁ ଜିନିଷ ତୁ କଲୁ ମୋର ଆଡକୁ, ମନ୍ଦ ଚିନ୍ତା। ମୁଁ ଏବେ ମତେ ବୋଧେ ବନ୍ଦିଶାଳାକୁ ନେଇଯାଉଛି। କଣ ଭୁଲ କଲି ମୁଁ? ଏଇଟା କଣ ଆତ୍ମିକ ଜୀବନ? ଏଇଟା ଆତ୍ମିକ ଜୀବନ ନାହିଁ। ଏବେ 44 ସ୍ତ୍ରୀ ଯୋସେଫକୁ ଦେଖିଲେ 44 ସ୍ତ୍ରୀ ବେଶୀ ଭୁଲ ଦେଖାଯାଉଛି। ମୁଁ ଯଦି କହିବି ଆପଣଙ୍କୁ, 44 ସ୍ତ୍ରୀ ନର୍ମାଲ ଥିଲା। 44 ସ୍ତ୍ରୀର ଶରୀରରେ ବ୍ୟଭିଚାର ଚିନ୍ତା ଆସିବାଟା ହଉଛି ନ୍ୟାଚୁରାଲ ସେଟା। କିନ୍ତୁ ବର୍ତ୍ତମାନ ଈଶ୍ୱରଙ୍କର ଇଣ୍ଟରେଷ୍ଟ 44 ସ୍ତ୍ରୀ ନାହିଁ। ପ୍ରଭୁଙ୍କର ଦୃଷ୍ଟି ହଉଛି ବର୍ତ୍ତମାନ ଯୋସେଫ। ପରମେଶ୍ୱରଙ୍କର ଦୃଷ୍ଟି ନଥିଲା 44 ସ୍ତ୍ରୀକୁ ଗଭର୍ଣ୍ଣର କରିବା। ପରମେଶ୍ୱରଙ୍କର ଦୃଷ୍ଟିରେ ପ୍ରଭୁଙ୍କର ଯୋଜନା ଅଛି ଯୋସେଫକୁ ବର୍ତ୍ତମାନ ଗଭର୍ଣ୍ଣର କରିବା ପାଇଁ, ନା ନାଇଁ? ଏବେ ପରମେଶ୍ୱର 44 ସ୍ତ୍ରୀକୁ ଅଳ୍ପ ସମୟ ୟୁଜ କରୁଛନ୍ତି ଯୋସେଫଙ୍କ ପାଇଁ। ଆମ ଜୀବନ କାଳ ଭିତରେ ପରମେଶ୍ୱର କେତେ କେତେ ସମୟରେ ଆମମାନଙ୍କ ଜୀବନରେ ଏଇ ବିଷୟ ଗୁଡାକ ୟୁଜ କରିଥାନ୍ତି, ଯାହା ଦ୍ୱାରା କି ଆମମାନେ ବନ୍ଦିଶାଳାରେ ରହିଲା ସଦୃଶ ଆମ ହୃଦୟରେ ଆମମାନେ ଗ୍ରହଣ କରିବା ପାଇଁ ଯୋଗ୍ୟ ପ୍ରସ୍ତୁତ ହେଇନଥାଉ। ମୁଁ ପଚାରିବି ଆପଣ, କଣ ଈଶ୍ୱରଙ୍କର ଦୃଷ୍ଟିରେ ପ୍ରଭୁଙ୍କର ଯୋଜନା ଯୋସେଫକୁ ଜେଲରେ ହିଁ ଜୀବନ ସରେଇବା ପାଇଁ? କଣ ପ୍ରଭୁଙ୍କର ଯୋଜନା ଥିଲା ଯୋସେଫକୁ 44 ସ୍ତ୍ରୀ ଘରେ ଲଜ୍ଜିତ କରି ପ୍ରକାଶ କରିକି ସେମିତି ବଞ୍ଚେଇବା ପାଇଁ? 44 ସ୍ତ୍ରୀ ଘରେ ହିଁ କଣ ଯୋସେଫର ଜୀବନ ସରିବାର ଥିଲା କି? କେବେ ବି ନାହିଁ। ତ ପ୍ରଭୁ ଯଦି ମତେ ମୋର ଜୀବନରେ ଡିଷ୍ଟର୍ବ କରିବା ପାଇଁ ଆରମ୍ଭ କରୁଛନ୍ତି, ପ୍ରଭୁ ଯଦି ମତେ ହଇରାଣ କରିବା ପାଇଁ ଆରମ୍ଭ କରୁଛନ୍ତି, ଯଦି ପ୍ରଭୁ ମତେ ସମସ୍ୟା ଦଉଛନ୍ତି, ସେ ସମସ୍ୟାରେ ମତେ ମାରିଦେଇକି ସେ ସମସ୍ୟାରେ ହିଁ ବଞ୍ଚେଇବା ପାଇଁ କଣ ପ୍ରଭୁ ମତେ ଏ ପ୍ରକାର ପରିସ୍ଥିତି ଦିଅନ୍ତି? କଦାପି ନାହିଁ। କିନ୍ତୁ ଯୋସେଫଙ୍କର ସମସ୍ୟା କଣ? ଯୋସେଫଙ୍କର ସମସ୍ୟା ହଉଛି ଯୋସେଫ ପାଖରେ ଚେତା ନାହିଁ ଯେ ମତେ ପରମେଶ୍ୱର ଏମିତି କରୁଛନ୍ତି। ଏଇଟା ହଉଛି ଯୋସେଫର ସମସ୍ୟା। ଆମେନ୍। ତୁମେ ଆପଣ ସମସ୍ତ ଗତିରେ ସଦାପ୍ରଭୁଙ୍କୁ ସ୍ୱୀକାର କର, ଆପଣଙ୍କ ସର୍ବାନ୍ତକରଣରେ ସଦାପ୍ରଭୁଙ୍କୁ ତମେ ବିଶ୍ୱାସ କର। ତ ଯେତେବେଳେ ବର୍ତ୍ତମାନ 44 ସ୍ତ୍ରୀକୁ ପ୍ରଭୁ ୟୁଜ କରୁଛନ୍ତି, ତ ଯୋସେଫଙ୍କର ହୃଦୟ ଭିତରେ ଚେତା ନାହିଁ ଯେ ପରମେଶ୍ୱର ଏମିତି କରୁଛନ୍ତି ମତେ। ସେଥିପାଇଁ ପରମେଶ୍ୱର ବର୍ତ୍ତମାନ ଯୋସେଫକୁ ବର୍ତ୍ତମାନ ବନ୍ଦିଶାଳାକୁ ନେଇଯାଉଛନ୍ତି। ଏବେ ଯୋସେଫର ବସ୍ତ୍ରକୁ ଟଣାଟଣି କଲା ସଦୃଶ ପରମେଶ୍ୱର ମୋର ଧାର୍ମିକତାକୁ ଚିରି ଦଉଛନ୍ତି ଚଉଥରେ। ତ ଯେତେବେଳେ ମୋର ଧାର୍ମିକତାକୁ ଚିରା ଯାଉଛି, 44 ସ୍ତ୍ରୀକୁ ବ୍ୟବହାର କଲା ସଦୃଶ ପରମେଶ୍ୱର ଯଦି ମୋର ବସ୍ତ୍ରକୁ ବା ମୋ ଧାର୍ମିକତାକୁ ଚିରି ଦଉଛନ୍ତି, ଅନୁଯୋଗ ମାଧ୍ୟମରେ ହଉ, ଭୁଲ ଭାବରେ ପ୍ରକାଶ କରିବା ମାଧ୍ୟମରେ ହଉ, ତୁଚ୍ଛୀକୃତ କରିବା ମାଧ୍ୟମରେ ହଉ, ତାହେଲେ ଯଦି ମୋ ପାଖରେ ଯଦି ଈଶ୍ୱରଙ୍କର ଚେତା ନାହିଁ, ତାହେଲେ ମୁଁ ମଧ୍ୟ କହିବି କୋଉଟା ଠିକ କୋଉଟା ଭୁଲ, ଖାଲି ଖୁସି ହଉଥିବି। ଗତ ଦିନକର ମୁଁ ବାକ୍ୟ ଦେଖେଇଥିଲି, ତୁମମାନଙ୍କ ଭିତରେ କାହିଁକି ବିବାଦ ଈର୍ଷା ହଉଛି? ତୁମମାନେ ତ ବର୍ତ୍ତମାନ ସୁଦ୍ଧା ଶାରୀରିକ ଓଟ ଲେଖା ହେଇଛି। ତାର ଅର୍ଥ କଣ ଜାଣିଛନ୍ତି? ଶାରୀରିକ ଚିନ୍ତା, ଶାରୀରିକ ଓଟର ଅର୍ଥ ହଉଛି ଶାରୀରିକ ଚେତା ଅନୁସାରେ ବଞ୍ଚୁଛ ତମେ। ସେଥିରେ ସବୁବେଳେ କୋଉଟା ଠିକ କୋଉଟା ଭୁଲ, କୋଉଟା ଠିକ କୋଉଟା ଭୁଲ। ମତେ କାହିଁକି ଏମିତି କହୁଛ? ମତେ ଇଚ୍ଛା ନାହିଁ। ଏବେ ଯୋସେଫଙ୍କ ଭିତରେ କଣ ମାପଦଣ୍ଡ ବାହାରୁଛି? ଆରେ 44 ସ୍ତ୍ରୀ ତମେ କାହିଁ ଏମିତି କହୁଛ? ଏମିତି କାହିଁକି ତମେ ମତେ କଲ? ଏତେ କାହିଁ ହଇରାଣ ହେଲି? ଗୋଟେ ଈଶ୍ୱରଙ୍କର ଚେତାଶୀଳ ଲୋକ ପରମେଶ୍ୱରଙ୍କୁ ସ୍ୱୀକାର କରିବ, ଯେଟା ଈଶ୍ୱରଙ୍କର ଏଲାଉରେ ଏଇ ବିଷୟ ହଉଛି। ମୋର ସେବା କାର୍ଯ୍ୟର ସମୟ, ମୋର ମିନିଷ୍ଟ୍ରିରେ
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହଉଛି ପରମେଶ୍ୱରଙ୍କର ଚେତା। ଯଦି ମୋ ପାଖରେ ଫଙ୍କସନ ନାହିଁ ଚିନ୍ତା କରିବା, ହଁ ଏ ମାଧ୍ୟମରେ ପ୍ରଭୁ ମତେ କଣ କହିବା ପାଇଁ ଚାହୁଁଛନ୍ତି, ଏ ପ୍ରକାର ପରିସ୍ଥିତିରେ ପ୍ରଭୁ ମତେ କିଛି ବିଷୟ ଶିଖିବାକୁ ଚାହୁଁଛନ୍ତି, ଏ ଅଭାବରେ, ଏ କଷ୍ଟରେ, ଏ ରୋଗରେ, ଏ ପରିସ୍ଥିତିରେ, ଏ ତୁଚ୍ଛୀକୃତ ଦ୍ଵାରା, ଏ ଅନୁଯୋଗ ଦ୍ଵାରା, ଏ ଗାଳି ଦ୍ଵାରା, ଏ ପରିସ୍ଥିତି ଦ୍ଵାରା ପ୍ରଭୁ ମୋ ସହିତ କଥାବାର୍ତ୍ତା କରିବାକୁ ଚାହୁଁଛନ୍ତି। କେତେ ସୁନ୍ଦର ବିଷୟ। ମୁଁ ଯେତେବେଳେ ଜୋସେଫଙ୍କର ଲାଷ୍ଟ ରେଜଲ୍ଟକୁ ଦେଖୁଛି, ମୁଁ ତାଳି ବଜେଇବାକୁ ଚାହୁଁଛି ଧନ୍ୟବାଦ ଦେଇକି। କେମିତି ପରମେଶ୍ୱର ଜୋସେଫକୁ ବନେଇଲେ ସବୁ ବିଷୟକୁ ଗ୍ରହଣ କରିବା ପାଇଁ। ଜୋସେଫଙ୍କର ବର୍ତ୍ତମାନ ଏଇ ଜାଗାରେ ପରମେଶ୍ୱର ଜୋସେଫକୁ ଏ ପ୍ରକାର ଭାବରେ ଅପରେସନ କରୁଛନ୍ତି। କେତେ ଭଲ ଜୋସେଫ ପାଇଁ। ମୁଁ ଯେତେବେଳକୁ ଚର୍ଚ୍ଚରେ ବଞ୍ଚୁଛି, ମୁଁ ଯେତେବେଳେ ସେବା କାମ କରିବାଟା ଆରମ୍ଭ କଲି, ମୋର ଦୃଷ୍ଟିରେ ଖାଲି ଗୋଟେ ବିଷୟ, କେମିତି ମୁଁ ଭଲ କରିବି, କେମିତି ମୁଁ ସମ୍ମାନ ପାଇବି, କେମିତି ମୁଁ ଭଲରେ ପ୍ରକାଶ ପାଇବି ପାଷ୍ଟରଙ୍କ ସାମ୍ନାରେ। ଚର୍ଚ୍ଚରେ କେମିତି ମୁଁ କୌଣସି ଆକ୍ଷେପ କରାଯିବା ଯିବି ନାହିଁ। ଚର୍ଚ୍ଚରେ ମତେ କିଏ କିଛି ନ କହୁ, ଆରାମସେ ବଞ୍ଚିଥିବି। କିନ୍ତୁ ଆମର ଚର୍ଚ୍ଚ ତ ଖାଲି ଝଗଡାର ଚର୍ଚ୍ଚ। ଜଗତ ଲୋକମାନେ ମଧ୍ୟ ଆମକୁ ତାড়ନା କରୁଛନ୍ତି, ଚର୍ଚ୍ଚ ଲୋକ ମଧ୍ୟ ତାড়ନା କରୁଛନ୍ତି। ସେଥିପାଇଁ ଆମକୁ କଣ ଦରକାର? ଗ୍ରୁପ ଗୋଟେ ଦରକାର। ଏ ଗ୍ରୁପରେ ରହିଲେ ଆକା ଭଲ, କିଏ କିଛି କହିବାର ନାହିଁ, ଆରାମରେ ହଉଛି। ଆମ ପାଷ୍ଟର ମାନଙ୍କର ମଧ୍ୟ ଗୋଟେ ଗ୍ରୁପ ଅଛି। କେମିତିକା ଗ୍ରୁପ ଚାହୁଁଛି ମୁଁ? ସେ ଗ୍ରୁପରେ ଯେମିତି ଯୋଉ ମେମ୍ବର ମାନେ ଅଛନ୍ତି, ମତେ ଆଘାତ ହେଲା ପରେ କିଏ କିଛି ନ କହୁ, ମତେ ବିରକ୍ତ କରାଇଲା ପରେ କିଛି କଥା କିଏ ନ କହୁ, ମତେ କିଏ ମତେ କିଛି ତୁଚ୍ଛୀକୃତ କଲା ପରେ କିଛି ନ କହୁ, ବୋଲେ ମତେ ଏ ଗ୍ରୁପରେ ଆରାମସେ ପହଞ୍ଚି। କିନ୍ତୁ ଭାଇ ମାନେ ମୁଁ ଯଦି କହିବି ତାହେଲେ ପରମେଶ୍ୱରଙ୍କର ଏଇ ଜାଗାର କାର୍ଯ୍ୟ ଅତି ମହାନ ଅଟେ। ଏବେ ଜୋସେଫଙ୍କୁ ପରମେଶ୍ୱର ଜେଲକୁ ନେଇ ଯାଉଛନ୍ତି। ଜୋସେଫ ଭାବୁଥିବା, ଆରେ କଣ ହଉଛି, କେମିତି ମୁଁ ଜେଲରେ ରହିବି? କେତେ ଖରାପ ଲାଗୁଥିବ ତାକୁ, ଭଲ ଲାଗୁଥିବ, କେତେ ଖରାପ ଲାଗୁଥିବ ତାକୁ, କେତେ ରାଗ ଲାଗୁଥିବ। ପଟିବର ସ୍ତ୍ରୀକୁ ଯେତେ ଭାବୁଥିବ, କୁକୁରରେ ଆକୁ ଭୃଷିବି ନା ଖଣ୍ଡାରେ ଭୃଷିବି ନା ଘରେ ବୋମ୍ ପକେଇଦେବି। ମୁଁ ଆମ ପାଷ୍ଟରକୁ ଏମିତି ଦିନେ ରାଗିଲି, ଫୋନ କରିକି ବେଶୀ ଗାଳି କଲି, ମତେ ବୁଝୁନ ତମେ, ମତେ ବିଶ୍ୱାସ କଲ ନାହିଁ, ମୁଁ କଣ ଭୁଲ କଲି? ଏମିତି ଦିନ ଦେଖିବାର ଥିଲା ବୋଲି କାହିଁ ପାଷ୍ଟ ବନଉଥିଲ ମତେ? ଆଉ ଦରକାର ନାହିଁ ଆଉ ସେବା କାମ କରିବା ପାଇଁ, ମୁଁ ଯାଉଛି। ମୁଁ ତ ଡାଇରେକ୍ଟଲି ଫୋନ ଲେଖିକି ପଠେଇଲି ପାଷ୍ଟର। କାହିଁକି? ମତେ ବେଶୀ ଖରାପ ଲାଗିଲା, ଭଲ ଲାଗିଲା ନାହିଁ। ଠିକ ଅଛି, ଏବେ ଜୋସେଫ କିଛି ଭୁଲ କରିନାହାନ୍ତି, ଜୋସେଫର କିଛି ବର୍ତ୍ତମାନ ଭୁଲ ଦେଖାଯାଉନାହିଁ। କିନ୍ତୁ ମୁଁ ଯଦି କହିବି, ଆପଣ ଜୋସେଫ ପାଖରେ ଚେତା ଅଛି କି ଏଟା ପରମେଶ୍ୱର ପଟିବର ସ୍ତ୍ରୀକୁ ବ୍ୟବହାର କରୁଛନ୍ତି ଏମିତି କରିବା ପାଇଁ? ଯଦି ସେତିକି ଚେତା ଯଦି ନାହିଁ, ତାହେଲେ ସେଟା ବ୍ୟଭିଚାର କରିବା ପାଇଁ ହୃଦୟ ଥାଉ କି ନଥାଉ, ସେ ମନ୍ଦ କଳ୍ପନା କରୁ କି ନ କରୁ, ତାଠୁ ଅଧିକ ମନ୍ଦ ହଉଛି ଏଇଟା ଯେ ତା ପାଖରେ କୌଣସି ଚେତା ନାହିଁ ପରମେଶ୍ୱରଙ୍କ ଆଡୁ ଚେତା କରିବା, ପରମେଶ୍ୱରଙ୍କ ଆଡୁ ଚିନ୍ତା କରିବା। ହେଲେ ପ୍ରଭୁ ଆମକୁ ବନେଇବାକୁ ଚାହୁଁଛନ୍ତି, ତୁମେ ୟା ପାର ସମସ୍ତ ଗତିରେ ତାହାଙ୍କୁ ସ୍ୱୀକାର କର। ହଁ, ଭଲ ବିଷୟ ଆସିଲେ ମଧ୍ୟ ଏଇଟା ପ୍ରଭୁ ଦଉଛନ୍ତି ମତେ, ମନ୍ଦ ବିଷୟ ଆସିଲେ ମଧ୍ୟ ହଁ ଏଇଟା ପ୍ରଭୁ ଦଉଛନ୍ତି ମତେ। ଯିଏ ଶିଖିବ ସେ ସବୁଠାରୁ ବେଷ୍ଟ ଲାଇଫ ବିତେଇବ। ଆମେ ଏବେ ଜୋସେଫ ଆଡକୁ ପ୍ରଭୁଙ୍କର ଦୃଷ୍ଟି ଥିଲା ଭାଇ ଭଉଣୀ ମାନେ, କି ଜୋସେଫକୁ ମିଶର ଦେଶରେ କେମିତି କେମିତି ଲୋକମାନଙ୍କୁ ସେ ପରିଚାଳନା କରିବ। ଶକ୍ତ ଗ୍ରୀବ ଲୋକମାନେ ମଧ୍ୟ ଥିବେ, ରାଗି ଲୋକ ବି ଥିବେ, ଶାରୀରିକ ଲୋକ ବି ଥିବେ, ମନ୍ଦ ଚିନ୍ତା କରିବା ଲୋକ ଥିବେ, ଶାରୀରିକ ଅଭିଳାଷ ଲୋକମାନେ ମଧ୍ୟ ଥିବେ। ମୁଁ ମୁଁ ଗୋଟେ ଆମର ଚର୍ଚ୍ଚର ଗୋଟେ ଭଉଣୀ ପରଦିନ ମତେ କହୁଥିଲା, ମୁଁ ପଚାରିଲି ତମ ବାପା କଣ କଣ କହୁଛନ୍ତି ଚର୍ଚ୍ଚ ବିଷୟରେ, ଆମ ଚର୍ଚ୍ଚ ବିଷୟରେ କଣ କଣ କହୁଛନ୍ତି? କାହିଁ ତାଙ୍କ ବାପା ଚର୍ଚ୍ଚକୁ ବେଶୀ ବିରକ୍ତ ହଉଛି ତାଙ୍କ ଚର୍ଚ୍ଚ। ତ ସେ ଭଉଣୀ ମତେ କହିଲେ, ଆମ ବାପା କିଛି କହୁନାହାନ୍ତି ଯେ ବାକ୍ୟକୁ,
ଖାଲି ଗୋଟିଏ ଏକା କହୁଛନ୍ତି ଗୁଡ ନ୍ୟୁଜ ଚର୍ଚ୍ଚ ଲୋକ ଖରାପ, ଲୋକ ଭଲ ନାହିଁ, କିନ୍ତୁ ବାକ୍ୟ ଠିକ ଅଛି। ମୁଁ କହିଲି ସତ କଥା କହିଲା କହୁଛନ୍ତି ତମ ବାପା, ଠିକ କଥା କହୁଛନ୍ତି। ଆମେ ଗୋଟେ ବାକ୍ୟ ଦେଖିବା, ଜାଣିନାହିଁ ସେ ବାକ୍ୟ ପାଇବେ କି ନାହିଁ, ଟିକେ ଖୋଜିବା ବାଇବଲରେ। ଉଁ, ମାଥ୍ୟୁ ବୋଧେ, ମାଥ୍ୟୁ, ହଁ, ମାଥ୍ୟୁ 21 ପର୍ବ, ଆଦି ପୁସ୍ତକ 21 ପର୍ବର ମାଥ୍ୟୁ 21 ପର୍ବ, ଉଁ, ହଁ ହଁ, ମାଥ୍ୟୁ 21 ପର୍ବ, ଜଣେ କିଲେ ପଢନ୍ତୁ 31 ପଦ ଆଉ 32 ପଦ, କିଏ ଜଣେ ପଢନ୍ତୁ ମାଥ୍ୟୁ 21 ପର୍ବର 31 ପଦ ଆଉ 32 ପଦ। ପାଇଲେ କି? କିଏ ପଢିବ? ଅନମ୍ୟୁଟ ହଉନାହିଁ, କାରଣ ଏହି ଦୁହିଁଙ୍କ ମଧ୍ୟରୁ କିଏ ପିତାଙ୍କର ଇଚ୍ଛା ସାଧନ କଲା? ସେମାନେ କହିଲେ ପ୍ରଥମ ଜଣକ। ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, କରଗ୍ରାହୀ ଓ ବେଶ୍ୟାମାନେ ତୁମ୍ଭମାନଙ୍କ ଆଗେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରୁଅଛନ୍ତି। କାରଣ ଜହନ ତୁମ୍ଭମାନଙ୍କ ନିକଟକୁ ଧାର୍ମିକତାର ପଥ ଦେଇ ଆସିଲେ, ଆଉ ତୁମ୍ଭେମାନେ ତାଙ୍କୁ ବିଶ୍ୱାସ କଲ ନାହିଁ। ମାତ୍ର କରଗ୍ରାହୀ ଓ ବେଶ୍ୟାମାନେ ତାଙ୍କୁ ବିଶ୍ୱାସ କଲେ, କିନ୍ତୁ ତୁମ୍ଭେମାନେ ଯେପରି ତାଙ୍କୁ ବିଶ୍ୱାସ କରିପାର, ଏଥି ନିମନ୍ତେ ତାହା ଦେଖି ସୁଦ୍ଧା ଅନୁତାପ କଲ ନାହିଁ। ହଁ, କୋଉ ପ୍ରକାର ଲୋକମାନେ, ଏଠି ଲେଖା ହେଇଛି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରୁଛନ୍ତି? କରଗ୍ରାହୀ ଆଉ ବେଶ୍ୟା ମାନେ, ଖରାପ ଲୋକମାନେ। ମାଥ୍ୟୁ 22 ପର୍ବରେ ମଧ୍ୟ ରାଜା କୋଉ ପ୍ରକାର ଲୋକଙ୍କୁ ଡକେଇଲେ ଭୋଜି ଗୃହକୁ? ଦୁଷ୍ଟ, ସନ୍ଥ ଲୋକମାନେ, ଖରାପ ଲୋକ। ଦେନ ମୁଁ ଯେତେବେଳେ ଚର୍ଚ୍ଚକୁ ଆସିଲି 2001 ମସିହାରେ, ଦେନ ମୋର ନାଁରେ ମଧ୍ୟ ବହୁତ ଗୋଟେ କଥା ହେଲେ ବାହାରେ, ଆରେ ଏମାନେ ସବୁ ମଦୁଆ ଯାକ, ଏମାନେ କେମିତି ଏମାନେ ଯାଇଛନ୍ତି ସେ ଚର୍ଚ୍ଚ, ଦେଖ କେତେଦିନ ଗଲା ପରେ ସେମାନେ ପଇସା ନ ପାଇଲେ ପଳେଇବେ। ଅନେକ ବିଷୟର କଥା ଆମେ ଶୁଣିଲୁ, କିନ୍ତୁ ବାଇବଲ କହୁଛି ତୁମମାନଙ୍କ ପୂର୍ବରୁ, ଶାସ୍ତ୍ରୀ ଫାରିସୀମାନଙ୍କୁ କୁହାଯାଉଛି ଯେ ତୁମମାନଙ୍କ ପୂର୍ବରୁ କରଗ୍ରାହୀ ଆଉ ବେଶ୍ୟା ମାନେ ପ୍ରବେଶ କରିବେ। କାହିଁକି? ତୁମେମାନେ ଯେପରି ତାଙ୍କୁ ବିଶ୍ୱାସ କରିପାର, ଏଥି ନିମନ୍ତେ ତାହା ଦେଖି ସୁଦ୍ଧା ଅନୁତାପ କର ନାହିଁ। ଏଇ ପ୍ରକାର ଲୋକମାନେ ମଧ୍ୟ ଈଶ୍ୱର ରାଜ୍ୟରେ ପ୍ରବେଶ କରିବା ପାଇଁ ଯୋଗ୍ୟ। କାହିଁକି? ଯଦି ଆମେ ଆମ ନିଜର ମନ୍ଦ ଜୀବନକୁ, ଖରାପ ଜୀବନକୁ, ପାପମୟ ଜୀବନକୁ ଯଦି ଆମେ ଦେଖୁଛୁ, ପ୍ରଭୁଙ୍କ ବାକ୍ୟ ଆଗରେ ଯଦି ଆମେ ନିଜର ସ୍ଥିତିକୁ ଯଦି ଆମେ ପାଉଛୁ ଯେ ଆମେ କୌଣସି କ୍ଷେତ୍ରରେ ଭଲ ଲୋକ ନାହିଁ, ଦେନ୍ ପରମେଶ୍ୱରଙ୍କର ସାମ୍ନାରେ ପ୍ରଭୁଙ୍କ ବାକ୍ୟ ଶୁଣିବା ପାଇଁ, ପ୍ରଭୁଙ୍କ ବାକ୍ୟ ଗ୍ରହଣ କରିବା ପାଇଁ କେତେ ଏଇଟା ଆଶୀର୍ବାଦର ବିଷୟ। ଲେଖା ହେଇଛି ବାଇବଲ, ଯୋଉ ଜାଗାରେ ବ୍ୟବସ୍ଥା ପ୍ରବେଶ କଲା, ଅପରାଧ ଅଧିକ ହେଲା, ପାପ ବେଶୀ ହେଲା, ତାଠୁ ଅଧିକ ଅନୁଗ୍ରହ ମଧ୍ୟ ହେଲା। ତାହେଲେ ମନୁଷ୍ୟ ବାହ୍ୟ ଭାବ ଦେଖିପାରିବ, କିନ୍ତୁ ପ୍ରଭୁ ଅନ୍ତଃକରଣ ଦେଖୁଛନ୍ତି। କ୍ରୁଶରେ ମଧ୍ୟ ଡକାୟତ ଯିଏକି ଟଙ୍ଗା ଯାଇଛି, କେତେ କଦର ଯାହାର ବଞ୍ଚିଥିବ ସେ, ତ ତାକୁ ମଧ୍ୟ ଯୀଶୁ କହୁଛନ୍ତି କଣ ବୋଲି? ଆଜି ତୁ ମୋ ସହିତ ପାରଦେଶରେ ଉପସ୍ଥିତ। ମୁଁ କହିବାକୁ ଚାହୁଁଛି
परमेश्वर मापदंड कोटा ठीक कोटा भूल तार विचार कर प्रभु ना प्रभुंर मापदंड यह नुहे कौन भूल आर कौन ठीक प्रभुंर मापदंड हूँ कौन जे मनुष्य निजर चिंता को परित्याग करके ईश्वर वाक्य को ग्रहण करके विश्वास कर बचे आत्मिक जीवन केमती हो पार परमेश्वर को आड़ू ही पार ना आत्मिक जीवन परमेश्वर बिना केमती बंची पार ठीक विषय धरिक भूल विषय धरिक जदि आम पाखे ए मापदंड स्पष्ट भाव में अच्छी जदि मो पाखे गोटे स्केल अच्छी मापिया ठीक ठीक भाव में मापिया विचार करने भूल को भूल भाव में विचार करने ताले एटा आत्मिक जीवन सहित किसी जड़ित ना मु कहना चाहूँगी कि जो सर भूल भाव में बंचिली परमेश्वर दास मते भूल भाव में बंचार जीवन को भूल ठीक मापदंड में मते विचार करना एवं जोसेफ को परमेश्वर को कौन बनवाक चाहते हाँ बर्तमान ए 44 स्त्री जो समय बर्तमान ए प्रकार भाव में भूल भाव में मिछ भाव में कदर्ज भाव में बर्तमान जोसेफ को बर्तमान फसैला से 44 स्त्री को किपर भाव में जोसेफ परवर्त समय ग्रहण कर कहीं प्रतिशोध नहीं पारना नौना कहीं जोसेफ हृदय भितर 44 स्त्री आड़ को क्रोध ना घृणा ना अभियोग कौन ना कारण गोटे कारण एवं जोसेफ चेतारे एवं जोसेफ बुझामणारे जोसेफ हृदय भितर स्त्री सेमती कर परमेश्वर से बनई से मु अनुग्रह पाइली द्वारा तुम्हें आप सर्वांत करण सदा प्रभु विश्वास कर तुम्हें आप समस्त गति स्वीकार कर प्रभु चाहते आम मान यही प्रकार मनुष्य बनवाई भाई ने आम कोटा ठीक कोटा भूल मापिकी विचार कला परिवर्ते ईश्वर कौन योजना अच्छे जगह परमेश्वर आड़ को चेताशील होगी आम बचाई शिखा ताले आम मुखर भल मंदर मापदंड कौन विषय बाहर ना आम ईश्वर आड़ू आम उत्तर देवा ईश्वर आड़ू आम निजक कंफर्टेबल हो पार जोसेफ बर्तमान ये जगह जेल भीतर रही बर्तमान परमेश्वर समय बर्तमान जेल भीतर चिंता कर प्रभु जो सर बर्तमान जोसेफ को बनाऊं चिंता करने प्रभु सामने हाँ प्रभु कहीं मत हाँ प्रभु कहीं मत हैरान कर प्रभु कहीं मत डिस्टर्ब कर प्रभु कहीं मत ये प्रकार परिस्थिति देते तो जदि आम प्रभु को जदि चेताशील होगी परिस्थिति को सामना करवा दाऊद सदृश आम सक्षम हो पार गोलियात को देखिकी शारीरिक चक्षुरे देखिकी भय न करिक माने आत्मा द्वारा ईश्वर चेता द्वारा ईश्वर हृदय द्वारा माने यथेष्ट भाव में कहीपर दाऊद पर गोलियात किसी समस्या ना मो कारण परमेश्वर गोलियात को लड़े करेंगे आमेन एवं साउल कौन गोलियात को डरुची साउल मनुष्य भाव देखुची बर्तमान एवं साउल बर्तमान मनुष्य अनुसार निजर शरीर दृष्टि अनुसार बर्तमान से गोलियात को देखिए भय कर दाऊद बर्तमान ईश्वर को आड़ देखुं ईश्वर को आड़ चेताशील देखुं अच्छा जानी पार्टी प्रभु काम कर प्रभु जीति पारे लड़े कले आंध्रे जीशुंकर इच्छा अनुसार जीशुंकर अनुसार बर्तमान उत्तर दौरान जेटा भोजा मास 5 रोटी को देकी खई पारे आप 5000 लोक तो जो समय मत तुच्छीकृत करा जाउची जो समय मत गाली करा जाउची जो समय मत प्रचार करिया पे कहा जाउची कि जो समय चौथर काम करिया पे कहा जाउची जदि परमेश्वर चेता एटा मो आड़ को जदि अछि ताले मु धन्यवाद सहकारे मु आगु जाई पारे एवं जोसेफ केमिति सक्षम होई पारले कहया पई हाँ यहाँ परमेश्वर कार्य थिला एटा बर्तमान 44 स्त्री नाई एटा भाई माने नुहंती एटा परमेश्वर काम करे कारण आम ए जगह प्रूफ पाई परिबा देखंतु जदि आम 23 पद देखिबा 21 पद देखिबा मात्र सदाप्रभु जोसेफ सहवर्ती थिले लिखाई ना सदाप्रभु जोसेफ सहवर्ती थिले देन परमेश्वर जो स्तर जोसेफ को लज्जित भाव प्रकाश करुचंती सेतरे मते प्रभु तार सहित थिले जदि आम आ गोटे वाक्य देखिबा
ପାଞ୍ଚ ପଦ ଦେଖିବା ଆମେ, ପାଞ୍ଚ ପଦ। ଏହି ପ୍ରକାର ସେ ଯୋସେଫଙ୍କୁ ଆପଣା ଗୃହ ଓ ସର୍ବସ୍ୱର ଅଧ୍ୟକ୍ଷ କରିବା ଦିନଠାରୁ ସଦାପ୍ରଭୁ ଯୋସେଫଙ୍କୁ ଲାଗି ସେ ମିଶ୍ର ଲୋକର ଗୃହ ଉପରେ ଆଶୀର୍ବାଦ କଲେ। ପୁଣି ଗୃହ ଓ କ୍ଷେତ୍ରସ୍ଥିତ ସମସ୍ତ ସମ୍ପତ୍ତି ପ୍ରତି ସଦାପ୍ରଭୁର ଆଶୀର୍ବାଦ ବଢୁଥିଲା। କଣ୍ଟିନ୍ୟୁ ଲେଖା ହେଇଛି ବାଇବଲରେ ଏଇଠି ବାକ୍ୟରେ। ତିନି ପଦ ଦେଖନ୍ତୁ, ତିନି ପଦ, ଏଥିରେ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ଅଛନ୍ତି। କାରଣ ଯୋସେଫ କାରଣ ଦୁଇ ପଦ ଦେଖନ୍ତୁ, ମାତ୍ର ସଦାପ୍ରଭୁ ଯୋସେଫଙ୍କ ସହବର୍ତ୍ତୀ ଥିଲେ। ଲେଖା ହେଇଛି ନା, କଣ୍ଟିନ୍ୟୁ ଲେଖା ହେଇଛି ସଦାପ୍ରଭୁ ଯୋସେଫଙ୍କର ସହବର୍ତ୍ତୀ ଥିଲେ। ମାନେ ଯୋସେଫ ଯେଉଁ ସାରେ ପୋଟିଫର ଘରେ କଦର୍ଯ୍ୟ ହବାର ପ୍ରକାଶ ପାଇଲା ମଧ୍ୟ ପ୍ରଭୁ ଥିଲେ ତା ସହିତ। ଜେଲକୁ ଗଲା ସମୟରେ ମଧ୍ୟ ପ୍ରଭୁ ଥିଲେ ତାଙ୍କ ସହିତ। ତ ଯଦି ମୋ ସହିତ ପ୍ରଭୁ ଅଛନ୍ତି, ମୁଁ ସେଇ ସମୟରେ କଦର୍ଯ୍ୟ ବୋଲି ପ୍ରକାଶ ପାଇବା ସମୟରେ ମଧ୍ୟ ଯଦି ପ୍ରଭୁ ଅଛନ୍ତି, ଆଉ ମୁଁ କାହାକୁ ଭୟ କରିବି? ମୁଁ କାହା ଆଡକୁ କନସିୟସ୍ ହେବି? ମୁଁ ତ ଲୋକମାନେ ତୁଚ୍ଛ କରୁଛନ୍ତି, ମତେ ପ୍ରଭୁ ମୋ ସହିତ ଅଛନ୍ତି ଛିଡାଇ, ମୁଁ ତ ସହିତ ଅଛି। ତାହେଲେ ମୁଁ କଣ ପାଇଁ ଲଜ୍ଜିତ ହେବି? ଯଦି ମତେ ତୁଚ୍ଛୀକୃତ କରାଯାଉଛି, ଯଦି ମୁଁ ଲଜ୍ଜିତ ହଉଛି, ଯଦି ପରମେଶ୍ୱର ନାହାନ୍ତି ମୋ ସହିତ, ମୋର ସହବର୍ତ୍ତୀ ବୋଲେ ମୁଁ ଏକଲା ଫିଲ୍ କରିକି ମୁଁ କହିବି ମତେ ଲାଜ ଲାଗୁଛି, ମତେ କଷ୍ଟ ଲାଗୁଛି। କିନ୍ତୁ ମତେ ଯିଏ ସୃଷ୍ଟି କରୁଛନ୍ତି, ସେ ପରମେଶ୍ୱର ଯଦି ମୋ ସହିତ ସହବର୍ତ୍ତୀ ଅଛନ୍ତି, କଣ ଅସୁବିଧା? ଆମେ କାହିଁକି ହଇରାଣ ହଉଛୁ? ଏବେ ଦେଖନ୍ତୁ 23 ପଦରେ, କାରାରକ୍ଷକ ଯୋସେଫଙ୍କର ହସ୍ତଗତ କୌଣସି ବିଷୟରେ ଦୃଷ୍ଟିପାତ କଲା ନାହିଁ, କାରଣ ସଦାପ୍ରଭୁ ତାଙ୍କୁ ସହବର୍ତ୍ତୀ ଥିଲେ। କଣ୍ଟିନ୍ୟୁ ଏଇ ଜାଗାରେ ଆମେ ଦେଖୁଛୁ ଯୋସେଫଙ୍କ ସହିତ ସହବର୍ତ୍ତୀ ଥିଲେ କିଏ? ସଦାପ୍ରଭୁ। ପରମେଶ୍ୱର କହିବା ପାଇଁ ଚାହୁଁଛନ୍ତି, ତମର ପରିସ୍ଥିତିରେ ମୁଁ ତମର ସହବର୍ତ୍ତୀ, ତମର କଷ୍ଟରେ ମୁଁ ସହବର୍ତ୍ତୀ, ତମର ଲଜ୍ଜିତ ହେବା ସମୟରେ ମୁଁ ସହବର୍ତ୍ତୀ। ପଟିଭର ସ୍ତ୍ରୀ ଯେଉଁ ସାର ମନ୍ଦ କଳ୍ପନା କଲା, ସେହି ସମୟରେ ମଧ୍ୟ ପ୍ରଭୁ ତାଙ୍କ ସହିତ ଥିଲେ। ଆମେ କଣ ସମସ୍ୟା? ମୋର ଅଭାବରେ, ମୋର କଷ୍ଟରେ, ମୋର ସମସ୍ୟାରେ, ମୋର ପରିସ୍ଥିତିରେ ପ୍ରଭୁ ମୋର ସହବର୍ତ୍ତୀ, ମୁଁ କହିବାକୁ ଚାହୁଁଛି ପ୍ରେଜ ଦ ଲର୍ଡ ବୋଲି କହିବାକୁ ଚାହୁଁଛି, ହାଲେଲୁୟା ବୋଲି କହିବାକୁ ଚାହୁଁଛି। ମୁଁ ଯୁଆଡେ ବି ଯାଉଛି, ଯାହା ବି କରୁଛି, ପ୍ରଭୁ ମୋ ସହିତ ସହବର୍ତ୍ତୀ ଅଛନ୍ତି, ନୋ ପ୍ରୋବ୍ଲେମ। ଯୋସେଫକୁ ପରମେଶ୍ୱର ଏ ବିଷୟ ଶିଖିବା ପାଇଁ ତାଲିମ ଦେଲେ। ଯୋସେଫ, ତୁ ଯେଉଁ ସମୟରେ ପ୍ରକାଶ ପାଉଛୁ ତୁ ଚୋର ବୋଲି, ମୁଁ ତୋ ସହିତ ଅଛି। ଯେଉଁ ସମୟରେ ତୁ ବ୍ୟଭିଚାର ବୋଲି ପ୍ରକାଶ ପାଉଛୁ, ସେଇ ସମୟରେ ମୁଁ ତୋ ସହିତ ଅଛି। ଭଲ ଆରେ ମନ୍ଦର ମାପଦଣ୍ଡର ଦୁନିଆରୁ ପରମେଶ୍ୱର ଯୋସେଫକୁ ବାହାର କରିଦେଲେ। ଆମେନ୍। କଣ ଠିକ କଣ ଭୁଲ, କୋଉଟା ଭଲ ଲାଗୁଛି କୋଉଟା ଭଲ ଲାଗୁନାହିଁ, ଏଇଟା ଗୋଟେ ଲୋକ, ଶାରୀରିକ ଲୋକ ହିଁ ଚିନ୍ତା କରିବ। ପରମେଶ୍ୱରଙ୍କ ଲୋକ କଣ କହିବ? ଯୋଉ ସମୟରେ ସିମୁଇ ଦାଉଦକୁ ଅଭିଶାପ ଦଉଛନ୍ତି, ଦାଉଦ ସେ ସମୟରେ ରାଗି ପାରିଥାନ୍ତେ। ଜଣେ ଦାସ ଆସି କହୁଛନ୍ତି ମତେ କୁହ ତ ତାକୁ ମର୍ଡର କରିଦେବି, ଏବେ ଆପଣ ଆଦେଶ ଦିଅନ୍ତୁ ମୁଁ ତାକୁ ଭୁସି ପକେଇବି। ଦାଉଦ ଯଦି ଶାରୀରିକ ଭାବରେ ଚିନ୍ତା କରିଥାନ୍ତେ, ଯାହା ତ ମୁଁ ଛିଡା ହେଇଛି ଦେଖିବା ତାର ବଳ, ମୋ ନାଁରେ କଥା ହଉଛି, ଛାଡିବ ନାହିଁ ତାକୁ, ମାନେ ଯାଇକି ଆସ। ଦାଉଦ ଏମିତି କହିଲେ କି? ଦାଉଦ ଏମିତି କହିନାହାନ୍ତି। ଦାଉଦ କହିଲେ କିଛି ଅସୁବିଧା ନାହିଁ, ପରମେଶ୍ୱର ତାକୁ ଅନୁମତି ଦେଇଛନ୍ତି କହିବା ପାଇଁ। କହୁଛି ତା ଦ୍ଵାରା ଯେପରି ପ୍ରଭୁ ମୋ ପାଇଁ ମଙ୍ଗଳ ରଖିଦେଇଥିବେ, କିଛି ଅସୁବିଧା ନାହିଁ। 2018 ମସିହାରେ ମୁଁ ମିରଜ ଚର୍ଚ୍ଚରେ ଥିଲି, ଚର୍ଚ୍ଚ ଛାଡି ଦେଇ ପଳେଇ ଆସିଲି ଗୋଟେ ବିଷୟ ପାଇଁ। ମୁଁ ଠିକ ହେବା ଜାଗାରେ ଥିବା ଯୋଗୁଁ, ମୁଁ ଚେତା ମୋ ପାଖରେ ନଥିଲା, ମୋ ପାଖରେ ଚେତା ନଥିଲା ଯେ ଏଇଟା ପଛରେ ପରମେଶ୍ୱର ମତେ ଏମିତି କରୁଛନ୍ତି, ପ୍ରଭୁ ମତେ ଚାହୁଁଛନ୍ତି କିଛି ବିଷୟ କଥା। ମୁଁ ଭାବୁଥିଲି ମୁଁ ମିନିଷ୍ଟ୍ରି କରିକି ତ ଏତେ ବର୍ଷ ହେଲା ସବୁ ଜାଣି ପକେଇଲି ମୁଁ, କିନ୍ତୁ ମୁଁ କଣ ଜାଣିଥିଲି ଜାଣିଛନ୍ତି? ଖାଲି ଭଲ କୋଉଟା ମନ୍ଦ କୋଉଟା, କୋଉଟା ଠିକ କୋଉଟା ଭୁଲ, ମୋର ଶରୀରର ଚେତାରେ ରିଆକ୍ସନ ହେବାର ଜାଣିଥିଲି।
ମୋର ଶରୀରର ଚେତା ଅନୁସାରେ ବଞ୍ଚିବା ପାଇଁ ଜାଣିଥିଲି, କିନ୍ତୁ ପରମେଶ୍ୱରଙ୍କର ଚେତାଶୀଳ ହେବା ପାଇଁ କେବେ ମୁଁ ଜାଣିପାରିଲି ନାହିଁ। ସେଥିପାଇଁ ପାଷ୍ଟରଙ୍କର ଅନୁଯୋଗ, ଚର୍ଚ୍ଚର ମୋ ଆଡକୁ ଟ୍ରିଟମେଣ୍ଟ, ମୁଁ କେବଳ ଶାରୀରିକ ଭାବରେ ବଞ୍ଚିଲି। ପ୍ରଚାର କରୁଥିଲି, ପ୍ରଚାର ତ କଲେ ବାକ୍ୟ କାମ କରିବ ନା। ଏବେ ଆମେ ଯେମିତି ସ୍ଥିତିରେ ଥିଲେ ମଧ୍ୟ ବାକ୍ୟ କାମ କରୁଛୁ ନା ନାଇଁ, ଲୋକ ପର୍ଦ୍ଦା ପାଇବେ। କିନ୍ତୁ ପରମେଶ୍ୱର ଆଜି କହିବାକୁ ଚାହୁଁଛନ୍ତି ଭାଇ ଭଉଣୀ, ଯୋସେଫଙ୍କର ସହବର୍ତ୍ତୀ ପରମେଶ୍ୱର ଥିଲେ। ଆଜି ପ୍ରଭୁ ଚାହୁଁଛନ୍ତି କହିବା ପାଇଁ, ତମାନେ ଫେର, ତମାନେ ଫେର ପ୍ରଭୁଙ୍କ ବାକ୍ୟ ଆଣ। ତମର ଠିକ ଜାଗାରୁ ବାହାରେ ଆସ, ପ୍ରଭୁଙ୍କ ବାକ୍ୟ ପାଖକୁ ଫେରିଯାଅ। ଜେଲରେ ମୁଁ ତତେ ମଲା ପର୍ଯ୍ୟନ୍ତ ରଖିବି ନାହିଁ। ପଟିପର ଘରେ ତୋର, ପଟିପର ଘରେ ତୋର ସବୁଦିନ ଦୁନିଆ ନାହିଁ। ତୋର ଦୁନିଆ ହଉଛି ତୁ ମିଶରକୁ ଯାଇକି ତୁ ସବୁ ମୋର କାର୍ଯ୍ୟ ସଫଳ କରିବୁ। ଆମର ଦୁନିଆ କଣ, ଆମର ଦୁନିଆ କଣ ଏ ଜଗତ? ଏ ମାଟିର ଶରୀରକୁ ପିନ୍ଧିଛ ହବନି। ଏ ମାଟିର ଶରୀର ଦିନେ ଆମେ ଛାଡିବା, ଆଉ ଆମେ ଅନନ୍ତ କାଳ ଦୁନିଆକୁ, ପ୍ରଭୁଙ୍କ ରାଜ୍ୟକୁ ସ୍ଥାନାନ୍ତର ହେଇକି ଆମେ ଚାଲିଛେ। ଆଉ ପରମେଶ୍ୱରଙ୍କ ସହିତ ଆମେ ଅନନ୍ତ କାଳୀନ ପର୍ଯ୍ୟନ୍ତ ବାସ କରିବା ପାଇଁ ଯାଉଛୁ। କେତେ ମୂଲ୍ୟାର ବିଷୟ। ମୁଁ ବେଶୀ ଧନ୍ୟବାଦ ଦଉଛି ପ୍ରଭୁ, ପଟିପର ସ୍ତ୍ରୀକୁ ବ୍ୟବହାର କଲା ସଦୃଶ, ଜେଲକୁ ନେଲା ସଦୃଶ, ପ୍ରଭୁ ଆମ ଜୀବନରେ କାମ କରୁଛନ୍ତି। କେତେ ମୂଲ୍ୟାର ବିଷୟ। ଯଦି ଆମେ ପ୍ରଭୁଙ୍କ ଆଡୁ ଯଦି ଆମେ ଗୋଟେ ବିଷୟକୁ ଯଦି ଶିଖିବା, ଆଜି ପ୍ରଭୁ ଯୋସେଫଙ୍କର ସହବର୍ତ୍ତୀ ଥିଲେ। ଆମେ ପରମେଶ୍ୱର ଯୋସେଫଙ୍କର ସହବର୍ତ୍ତୀ ଥିଲେ। ଯଦି ପ୍ରଭୁ ମୋ ସହିତ ସହବର୍ତ୍ତୀ ଅଛନ୍ତି, ପ୍ରଭୁ ଯଦି ମୋ ସହିତ ଅଛନ୍ତି, ମତେ ଲଜ୍ଜିତ କରାଯାଉ, ମତେ ତୁଚ୍ଛକୃତ କରାଯାଉ, ମତେ ବିଚାର କରାଯାଉ, ପ୍ରଭୁ କିଛି ଅସୁବିଧା ନାହିଁ। ହେଲେ ବନେଗନ ଖ୍ରୀଷ୍ଟିଆନ, ଗୋଟେ ପୁନର୍ଜନ୍ମ ପ୍ରାପ୍ତ ଖ୍ରୀଷ୍ଟିଆନ ର ଖୁସିର ଜୀବନ, ଶାନ୍ତିର ଜୀବନ, କୋଉଟା ଭଲ କୋଉଟା ମନ୍ଦ, କୋଉଟା ଠିକ କୋଉଟା ଭୁଲ ଦ୍ଵାରା ସେ କେବେ ଶାନ୍ତିରେ ବଞ୍ଚିପାରିବ। ଏ ଜଗତରେ ଦେଖନ୍ତୁ, ଏ ଜଗତର ଜୀବନ ଯାପନ କୋଉଟା ଠିକ କୋଉଟା ଭୁଲ ସମସ୍ତେ ଜାଣିଛନ୍ତି, କିନ୍ତୁ କୋଉଟା ଠିକ କୋଉଟା ଭୁଲ ଦ୍ଵାରା ତାଙ୍କର ଜୀବନରେ ସେମାନେ ଶାନ୍ତି ଆଣିପାରୁଛନ୍ତି କି? କଣ ଠିକ ଆରେ କଣ ଭୁଲର ଜ୍ଞାନ ଆମକୁ କେବେ ଖୁସି କରିପାରିବ ନାହିଁ। କଣ ଭଲ ଆରେ କଣ ମନ୍ଦ ତା ମାନଙ୍କୁ କେବେ ମଧ୍ୟ ବନେଇ ପାରିବ ନାହିଁ ପ୍ରଭୁଙ୍କୁ ବିଶ୍ୱାସ କରିବା। କିନ୍ତୁ ପ୍ରଭୁ କାମ କରିବା ବିଷୟ ହିଁ ଆମକୁ ଚେତା ଆସିବ। আর প্রভু কাম কলে ହିଁ ଆମେ ଖୁସି ହେଇପାରିବା। ଆମେ ପ୍ରଭୁ ଆମ ଆଡକୁ ଇଣ୍ଟରେଷ୍ଟ ଦେଲେ, ପ୍ରଭୁ ଆମ ଆଡକୁ ଆଗ୍ରହ ପ୍ରକାଶ କଲେ ହିଁ ଆମେ ଖୁସିରେ ବଞ୍ଚିପାରିବା। ଜହନ ପୁସ୍ତକ 3:27 କଣ ଲେଖା ହେଇଛି? ଜଣେ କିଏ ପଢିବେ କି? ଲାଷ୍ଟ ବାକ୍ୟ ପଢି ସରେଇବା। ଜହନ 3:27। ଜହନ ଉତ୍ତର ଦେଲେ, ସ୍ୱର୍ଗରୁ ପ୍ରଦତ୍ତ ନ ହେଲେ ମନୁଷ୍ୟ କିଛି ପ୍ରାପ୍ତ ହୋଇପାରେ ନାହିଁ। ହଁ, ସ୍ୱର୍ଗରୁ ପ୍ରଦତ୍ତ ନହେଲେ କିଛି ମନୁଷ୍ୟ ପ୍ରାପ୍ତ ହେଇପାରିବ ନାହିଁ। ତାର ଅର୍ଥ ଆଜି ଆମେ ଚର୍ଚ୍ଚରେ ଯୋଉମାନେ ଆସିଛୁ, ହେଇଛୁ ଆମେ, ଆଜି ଆପଣ ଜାଣିବା ଦରକାର ପରମେଶ୍ୱରଙ୍କର ଆଗ୍ରହ ବ୍ୟକ୍ତିଗତ ଭାବରେ ସମସ୍ତଙ୍କ ଆଡକୁ ଅଛି। ପରମେଶ୍ୱର ଇଣ୍ଟରେଷ୍ଟ ଅଛନ୍ତି ଆମ ଲାଇଫରେ କାମ କରିବା ପାଇଁ, ସେଥିପାଇଁ ଆମକୁ ଚର୍ଚ୍ଚକୁ ଆଣିଛନ୍ତି। ଆମେ ଏବେ ପରମେଶ୍ୱରଙ୍କର ଇଣ୍ଟରେଷ୍ଟ 40 ସ୍ତ୍ରୀ ନାହିଁ, ଈଶ୍ୱରଙ୍କର ଇଣ୍ଟରେଷ୍ଟ, ଈଶ୍ୱରଙ୍କର ଦୃଷ୍ଟି ଯୋସେଫ। ସେଥିପାଇଁ ଯୋସେଫଙ୍କର ସହବର୍ତ୍ତୀ ଥିଲେ। ଘଟୁଥିବା ଚାରିଆଡେ ପରିସ୍ଥିତି ଦ୍ଵାରା ଆମେ କେ ମଧ୍ୟ ସବୁଦିନ ସେଇ ପ୍ରକାର ଭାବରେ ବଞ୍ଚିବା। ପ୍ରଭୁ ଆମକୁ ଆମର ଆତ୍ମିକ ଜୀବନ ଯାତ୍ରାରେ ଦେଇଥାନ୍ତି, ଯାହାକି ଆମକୁ ଭଲ ଲାଗିଥାଏ, ଭଲ ବି ଲାଗିନଥାଏ। କିନ୍ତୁ ଆଜି ଆମେ ଗୋଟେ ବିଷୟ ଯାହାକୁ ଜାଣିବା, ଯୋସେଫ ର ବସ୍ତ୍ର ବର୍ତ୍ତମାନ ଚିରାଗଲା। ଏବେ ଯୋସେଫର ଅଙ୍ଗରେଖାକୁ ବର୍ତ୍ତମାନ 40 ସ୍ତ୍ରୀ ଧରିଲା। ସେମିତି ମୋର ଧାର୍ମିକତାକୁ ଚିରା ଯାଉଛି। ପରମେଶ୍ୱର କେତେ ଲୋକମାନଙ୍କୁ ୟୁଜ କରୁଛନ୍ତି ମୋର ଧାର୍ମିକତାକୁ ଚିରି ଦେବା ପାଇଁ। କେତେ ଧନ୍ୟବାଦ ବିଷୟ ଏଇଟା। ଆଉ ବର୍ତ୍ତମାନ ପରବର୍ତ୍ତୀ ସମୟରେ ଯୋସେଫ ଗୋଟେ ଲୋକ ହେଇଗଲେ, ଯିଏକି ତାର ଭାଇମାନଙ୍କୁ ଯୋଉ ସେଥିରେ ମାରିବା ଆବଶ୍ୟକ ଥିଲା, ମର୍ଡର କରିବା ପାଇଁ ଆବଶ୍ୟକ ଥିଲା, 40 ସ୍ତ୍ରୀକୁ ଲଜ୍ଜିତ କରିବା ଆବଶ୍ୟକ ଥିଲା, ଅଥରିଟି ପାଇଲା ପରେ ମଧ୍ୟ, ଶକ୍ତି ପାଇଲା ପରେ ମଧ୍ୟ, ବଟ୍ ସେ କହୁଛନ୍ତି ସବୁ ଜିନିଷ ମଙ୍ଗଳର ବିଷୟ। ସଦାପ୍ରଭୁ ସବୁ ବିଷୟ ମଙ୍ଗଳ ସାଧନ କଲେ।
ଆଜି ଆମର ଜିଉଦିଗର ଭାଇ ଭଉଣୀ ମାନେ ଆମେ ସମସ୍ତେ ଏଇ ଯୋସେଫଙ୍କ ସଦୃଶ ଆମେ ମଧ୍ୟ ଶିଖିବା ପାଇଁ ପଡିବ। ମନୁଷ୍ୟର କଥା ଆମ ମୁଖରୁ ବନ୍ଦ କରିକି ପରମେଶ୍ୱରଙ୍କ କଥା ହେବା ପାଇଁ ପଡିବ। ମଣିଷର ଭିତରେ ଥିବା ଭଲ ମନ୍ଦର ମାପଦଣ୍ଡର ଚେତା ଅନୁସାରେ ପରମେଶ୍ୱରଙ୍କର ଚେତାରେ ଆମେ ଯଦି ବଞ୍ଚିବା ପରିବାରରେ ହଉ କି ଚର୍ଚ୍ଚ ଭିତରେ ଯାହା ସହିତ ମଧ୍ୟ ହଉ ଆମେ ଖୁସିରେ ବଞ୍ଚିପାରିବା। ଆମେ ଯୋସେଫ ସଦୃଶ କହିପାରିବା କିଛି ଅସୁବିଧା ନାହିଁ, ପରମେଶ୍ୱର ସମସ୍ତ ବିଷୟ ମଙ୍ଗଳ କରେ। ଯଦି ଆମର ହୃଦୟକୁ କେମିତି ମ୍ୟାନେଜ କରିବାଟା, ଆମର ହୃଦୟକୁ କେମିତି ପରିଚାଳନା କରିବାଟା ପ୍ରଭୁ ଏ ଆଦି ପୁସ୍ତକ 39 ପର୍ବ ଦ୍ୱାରା ପ୍ରଭୁ ଆମ ସହିତ କଥା ହଉଛୁ। ମୁଁ ବେଶୀ ଧନ୍ୟବାଦ ଅଟେ ମୋର ଜୀବନରେ ଘଟୁଥିବା ବିଷୟ ଗୁଡାକ ଆଗକୁ ମଧ୍ୟ ଘଟିବା ବିଷୟ ଗୁଡାକ ଅଛି, ଉତ୍ଥାନ ପତନ ଅଛି। ସମସ୍ତ ବିଷୟ ଧନ୍ୟବାଦରେ ପରିଣତ ହେଇଯାଇଛି ମୋର ଜୀବନ। ମୁଁ ଆଜି ସତରେ କହିବାକୁ ଚାହୁଁଛି, ମୋ ପାଇଁ ଯାହା ବେଶୀ କଷ୍ଟକର କଷ୍ଟ ଥିଲା, ଯାହା ମୋ ପାଇଁ ବେଶୀ ଲଜ୍ଜିତ ବିଷୟ ଥିଲା, ଯାହା ମୋ ପାଇଁ ବେଶୀ ଆଘାତ ବିଷୟ ଥିଲା, ଆଜିର ଦିନରେ ସେଟା ଧନ୍ୟବାଦରେ ପରିଣତ ହେଇଯାଇଛି। ମୁଁ ବେଶୀ ଧନ୍ୟବାଦ ଦଉଛି ପ୍ରଭୁଙ୍କୁ। ପଟିବର ସ୍ତ୍ରୀ ସଦୃଶ, ଜେଲ ସଦୃଶ, ଭାଇମାନଙ୍କୁ ଘୃଣା ସଦୃଶ ପ୍ରଭୁ ମୋର ଜୀବନରେ ମଧ୍ୟ ଅନେକ ବିଷୟକୁ ଆଣିଲେ। ମୁଁ ଲଜ୍ଜିତ ହେଇଛି, ତୁଚ୍ଛୀକୃତ ହଉଛି, ଗାଳି ବି ଶୁଣିଛି, ଅନୁଯୋଗ କରାଯାଇଛି। ସେ ସମୟରେ ମତେ ବେଶୀ କଷ୍ଟ ଲାଗୁଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଯେଉଁ ସମୟରେ ପ୍ରଭୁଙ୍କର ଯୋଜନାକୁ ପାଇଲି, ଏଇଟା ଈଶ୍ୱରଙ୍କର ଇଚ୍ଛା, ପରମେଶ୍ୱର ସେମିତି କରୁଛନ୍ତି ମୋ ଜୀବନରେ। ମତେ ଧ୍ୱଂସ କରିବା ପାଇଁ ନାହିଁ, ବିପରୀତ ଭାବରେ ଗୋଟେ ମତେ ମନୁଷ୍ୟ ବନେଇବା ପାଇଁ, ଆତ୍ମିକ ମନୁଷ୍ୟ ବନେଇବା ପାଇଁ, ଯିଏକି 40 ବର୍ଷ ସ୍ତ୍ରୀ ସଦୃଶ ଲୋକକୁ କ୍ଷମା ଦେବା ପାଇଁ, ତାର ଭାଇମାନଙ୍କ ସଦୃଶ ଆଲିଙ୍ଗନ କରିବା ପାଇଁ ତାଙ୍କ ହୃଦୟ ଉଦ୍ବିଗ୍ନ ହଉଛି। ଗୋଟେ ପୁନର୍ଜନ୍ମ ଖ୍ରୀଷ୍ଟିଆନ, ଗୋଟେ ପ୍ରଭୁଙ୍କର ବ୍ୟକ୍ତି, ସେ କେ ମଧ୍ୟ କଣ ହେଇପାରେ, କଣ ହେବା ଉଚିତ ନାହିଁ, ସେ ବିଚାର କରତା ନାହିଁ। ମୋ ସାଗ ବିଷୟରେ କାଲି ପ୍ରଭୁ ଦାସ କହୁଥିଲେ, ସେ କିଏ? ଆଜି ପ୍ରଭୁ ଆମକୁ କୋଉ ପ୍ରକାର ପଦବୀ ଦେଇଛନ୍ତି? ବିଚାର କରତା ନାହିଁ। ଆମକୁ ସେ ଆମକୁ କଣ ଦେଇଛନ୍ତି ପଦବୀ? ଯେମିତି ଆମମାନେ ଯୀଶୁଙ୍କୁ ନେଇକି ଯେପରି ଯୋସେଫ ବର୍ତ୍ତମାନ ସେବା କଲେ ମିଶ୍ର ଦେଶର 7 ବର୍ଷର ଦୁର୍ଭିକ୍ଷକୁ, ଆଜି ପ୍ରଭୁ ଆମକୁ ଏ ମିଶ୍ର ସଦୃଶ ଜଗତରେ ଲୋକମାନଙ୍କର ପାପ କ୍ଷମା କରିବା ପାଇଁ, ଲୋକମାନଙ୍କର ପରିତ୍ରାଣ ପାଇଁ ପ୍ରଭୁ ଆମକୁ ବନେଇଛନ୍ତି, ତାଙ୍କୁ ସୁସମାଚାର ପ୍ରଚାର କରିବା ପାଇଁ। ଯୀଶୁଙ୍କର ହୃଦୟ ଯେତେ ଅଧିକ ବୃଦ୍ଧି ପାଇବ ଆମ ଭିତରେ, ଆମେ ସେତେ ଅଧିକ ଆମମାନେ ଆତ୍ମିକ ଭାବରେ ଯାଇପାରିବା। ମୁଁ ଆଶା କରୁଛି ଯେପରି ଆମମାନେ ମଣିଷତ୍ୱ ଭାବରେ ଚେତାଶୀଳ ନ ହେଇକି ଆମେ ଈଶ୍ୱରଙ୍କର ଚେତା ଅନୁସାରେ ବଞ୍ଚିବା। ସେଇ ସମୟରେ ଆମର ମୁଖର କଥାବାର୍ତ୍ତା ମଧ୍ୟ ବଦଳିଯିବ। ମନୁଷ୍ୟର କଥା, ମନୁଷ୍ୟର କଳ୍ପନା ଅସାର ବୋଲି ଲେଖାଯିବ, କିନ୍ତୁ ସମସ୍ତ ବିଷୟ ପରମେଶ୍ୱରଙ୍କ ଠାରୁ ଆସିଥାଏ। ଯଦି ଚାଲନ୍ତୁ ଆମେ ଈଶ୍ୱରଙ୍କର ଚେତା ହେଇକି ପ୍ରଭୁଙ୍କର ବାକ୍ୟରେ ଆଉ ଈଶ୍ୱରଙ୍କ ଠାରୁ ପ୍ରାପ୍ତ ହେଇକି ଆମେ ଯେପରି ବଞ୍ଚିବା, ତାହା ଈଶ୍ୱରଙ୍କର ଇଚ୍ଛା। ମୁଁ ଆଜି ଏତିକି କହିବି। ମନୋଜ ଭାଇ ପ୍ରାର୍ଥନା କରନ୍ତୁ। ମନୋଜ ଭାଇ ପ୍ରାର୍ଥନା କରନ୍ତୁ। ପ୍ରାର୍ଥନା କରିବା। ଧନ୍ୟବାଦ ଦେଉଛୁ ସ୍ୱର୍ଗସ୍ଥ ପିତା, ପ୍ରଭୁ ତୁମେ ଆମକୁ ଦୟାକୁ ଦେଲ, ଅନୁଗ୍ରହକୁ ଦେଲ। ଆଜି ଦିବସରେ ପ୍ରଭୁ ପ୍ରଥମ ପାହାଚରେ ପ୍ରଭୁ ତୁମେ ଆମକୁ ପଦାର୍ପଣ କରି ତୁମରି ପ୍ରଭୁ ବାକ୍ୟକୁ ଆମକୁ ଯୋଗାଇଲ ପ୍ରଭୁ ସକାଳ ସମୟରେ, ସେଥିପାଇଁ ଗୌରବ କରୁଛୁ ପ୍ରିୟ ପ୍ରଭୁ। ଆଜି ଅନେକ ଲୋକ ଏ ସୁଯୋଗକୁ ପାଇନାହାନ୍ତି ପ୍ରିୟ ପ୍ରଭୁ, କିନ୍ତୁ ବିପରୀତ ଭାବରେ ପ୍ରଭୁ ତୁମମାନଙ୍କୁ ଅନୁଗ୍ରହକୁ ଦେଇ, ଦୟାକୁ ଦେଇ ଏ ସୁନ୍ଦର ସମୟକୁ ଦେଇଛ ପ୍ରଭୁ। ଏବଂ ତୁମରି ଦାସଙ୍କ ମୁଖରେ ପ୍ରଭୁ ତୁମ ଆମକୁ ତୁମର ହୃଦୟ ପ୍ରଭୁ ଆମ ହୃଦୟ ସହିତ ଯେପରି ଜଡ଼ିତ ହୋଇପାରିବ ପ୍ରଭୁ, ସେ ପ୍ରକାର ପ୍ରଭୁ ତୁମେ ଆମକୁ ଚେତନା ପ୍ରେରଣା ଦେଉଛ ପରମେଶ୍ୱର। ପ୍ରତ୍ୟେକ ଦିନର ସେଥିପାଇଁ ଗୌରବ କରୁଛୁ ପ୍ରିୟ ପ୍ରଭୁ। ଆଜି ବି ଆମେ ବାକ୍ୟ ଶୁଣୁଥିଲୁ ପ୍ରିୟ ପ୍ରଭୁ। ପ୍ରଭୁ ଆମମାନଙ୍କ ଜୀବନରେ ଯାହା ବି ହୋଇଅଛି ପ୍ରିୟ ପ୍ରଭୁ, ଯେହେତୁ ତୁମରି ଯୋଜନା ପ୍ରଭୁ ଆମ ପ୍ରତି ଅଲଗା ପ୍ରକାର ରହିଅଛି ପ୍ରିୟ ପ୍ରଭୁ, କିନ୍ତୁ ଆମର ଚିନ୍ତାଧାରାର ବାହାରେ ପ୍ରଭୁ ତୁମରି ଯୋଜନା ଅଛି। କିନ୍ତୁ ଆମେ ଜାଗତିକ ଭାବରେ ଯେଉଁ ଚିନ୍ତା କରୁଛୁ ତ ସମସ୍ତ ବିଷୟ ମନ୍ଦ ଅଟେ, କିନ୍ତୁ ପ୍ରଭୁ ତୁମେ ଆମକୁ ଅନୁଗ୍ରହକୁ ଦିଅ ଈଶ୍ୱର, ଯେପରି ପ୍ରଭୁ ତୁମର ବାକ୍ୟ ଦ୍ୱାରା ପ୍ରଭୁ ଆମେ ନିଜକୁ ବଦଳାଇ ପାରିବୁ ଏବଂ ବାକ୍ୟକୁ ଦେଖିକି ପ୍ରଭୁ ନିଜକୁ ଆମେ ପ୍ରଭୁ ବଦଳାଇ ତୁମରି ବାକ୍ୟ ଅନୁଯାୟୀ ଆମେ ଜୀବନଯାପନ କରିପାରିବୁ ପ୍ରଭୁ। ସେଥିରେ ମୋତେ ଦୟା ଅନୁଗ୍ରହକୁ ଦିଅ ସଦାସର୍ବଦା ପ୍ରଭୁ, ତୁମେ ଆମକୁ ଅନୁଗ୍ରହକୁ ଦିଅ, ଯେପରି ପ୍ରଭୁ ଆମେ ବାକ୍ୟ ଦ୍ୱାରା ଜୀବନଯାପନ କରିପାରିବୁ। ପ୍ରତ୍ୟେକଙ୍କୁ ତୁମେ ଅନୁଗ୍ରହକୁ ଦିଅ। ଆଜି ମଧ୍ୟ ପ୍ରଭୁ ଆମେ ବାକ୍ୟ ଶୁଣିଲୁ, ଯେପରି ପ୍ରଭୁ ଯୋସେଫଙ୍କ ଜୀବନରେ ପ୍ରଭୁ ବିଭିନ୍ନ ପ୍ରକାର ପରିସ୍ଥିତି ଥିଲେ ମଧ୍ୟ ପ୍ରଭୁ ତୁମେ ଯେ ତାହାଙ୍କୁ ମନୋନୀତ କରିଥିଲ ପ୍ରଭୁ,
ଗଭର୍ଣ୍ଣର କରିବା ନିମନ୍ତେ ସେଥିପାଇଁ ତାକୁ ବିଭିନ୍ନ ପ୍ରକାର ପରିସ୍ଥିତି ଦେଇ ତାକୁ ଗତି କରାଇଲ, ତଥାପି ପ୍ରଭୁ ସେ ଯେତେବେଳେ ତୁମର ହୃଦୟକୁ ପାଇଲେ ପ୍ରଭୁ ସେ ଧନ୍ୟବାଦ ହେଇପାରିଲେ। ସେଥିପାଇଁ ପ୍ରଭୁ ଆମେ ବି ଗୌରବ କରୁଛୁ ପ୍ରିୟ ପ୍ରଭୁ, ତୁମେ ଆମକୁ ଅନୁଗ୍ରହକୁ ଦିଅ ପ୍ରଭୁ, ଯେପରି ଆମେ ତୁମ ହୃଦୟକୁ ଆମେ ଗ୍ରହଣ କରିପାରିବୁ। ସେଥି ନିମନ୍ତେ ପ୍ରଭୁ ପ୍ରତ୍ୟେକଙ୍କୁ ତୁମେ ଦୟା ଅନୁଗ୍ରହକୁ ଦିଅ। ଆଜିର ଦିବସରେ ମଧ୍ୟ ପ୍ରଭୁ ପ୍ରତ୍ୟେକଙ୍କୁ ତୁମେ ଅନୁଗ୍ରହକୁ ଦିଅ, ଯେପରି ଆଜି ମଧ୍ୟ ପ୍ରଭୁ ଯେଉଁ ପିସ୍ ପ୍ଲାଣ୍ଟ ରହିଛି ପ୍ରିୟ ପ୍ରଭୁ, ତାହା ତୁମରି ଇଚ୍ଛା ତୁମରି ଯୋଜନା, ଯେପରି ପ୍ରଭୁ ଅନେକ ସଂଖ୍ୟକ ଲୋକ ସେଠାକୁ ଆସିବେ ଏବଂ ତୁମ ସୁସମାଚାର କାର୍ଯ୍ୟ ପାଇଁ ନିଜକୁ ନିୟୋଜିତ କରିପାରିବେ, ସେଥି ନିମନ୍ତେ ଅନୁଗ୍ରହକୁ ମଧ୍ୟ ଦିଅ। ଆବଶ୍ୟକତା ସମସ୍ତ ବିଷୟ ପ୍ରଭୁ ତୁମେ ଯୋଗାଅ, ଅନେକ ନୂଆ ଆତ୍ମାଙ୍କୁ ମଧ୍ୟ ପ୍ରଭୁ ସେଠାକୁ ତୁମେ ଆଣ। ହଁ ପ୍ରିୟ ପ୍ରଭୁ, ଆମେ ଚିନ୍ତା ଦ୍ୱାରା ଆମ ଭାବନା ଦ୍ୱାରା ଆମେ କିଛି ବି କରିପାରିବୁ ନାହିଁ ପ୍ରିୟ ପ୍ରଭୁ, କାରଣ ଆମେ ଦୁର୍ବଳ ଅଟୁ, କିନ୍ତୁ ତୁମରି ଗୌରବ ଉଦ୍ଦେଶ୍ୟରେ ପ୍ରଭୁ ତୁମେ ସମସ୍ତ କାର୍ଯ୍ୟ ତୁମେ ହିଁ କରିବ, ସେଥିପାଇଁ ତୁମକୁ ଗୌରବ କରୁଛୁ। ସମସ୍ତ ବିଷୟ ନିମନ୍ତେ ତୁମରି ଗୌରବ କରି ସମସ୍ତଙ୍କର ହୃଦୟକୁ ତୁମର ହସ୍ତରେ ସମର୍ପଣ କରି ପ୍ରାର୍ଥନା ଆମମାନଙ୍କୁ ଉଦ୍ଧାରକର୍ତ୍ତା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆମେନ୍। ହଉ ଭାଇ, ବହୁତ ଧନ୍ୟବାଦ। ଠିକ ଅଛି, ସମସ୍ତ ଭାଇ ମାନଙ୍କୁ ବେଶୀ ଧନ୍ୟବାଦ। ଆଜି ଆମେ ଏତିକି କରିବା।